ପିଲାମାନେ କେମିତି ଥିବେ ପାର୍ଟ 2 ରେ ତମମାନଙ୍କୁ ସ୍ୱାଗତ କରୁଛି। ତ ପିଲାମାନେ ଆଜିର ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବରେ ପ୍ଲସ୍ 3 ସିକ୍ସ ସେମିଷ୍ଟାରର ଓଡ଼ିଆ ଅନର୍ସ ପିଲାମାନଙ୍କ ପାଇଁ ଗୋଟେ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ। କାହିଁକିନା ପିଲାମାନେ ଯେଉଁ ତୁମର ଓଡ଼ିଆ ଅନର୍ସର କଲ୍ ପେପର୍ 13ର ଆମେ ଆଲୋଚନା କରିଥିଲେ ପଶ୍ଚିମ ଆଫ୍ରିକାର ଓଡ଼ିଆ ଢିଙ୍କି। ତ କ'ଣ ଫାର୍ଷ୍ଟ ପାର୍ଟଟି ତୁମମାନେ ଅଲରେଡ଼ି ଜାଣିସାରିଥିଲ, ବୁଝିସାରିଥିଲ ଭଲ ଭାବରେ। ତ ଆଜିର ଭିଡ଼ିଓ ମାଧ୍ୟମରେ ତୁମର କାଇରୋରୁ ଆକ୍ରା ବା ତୁମ ଯେଉଁ ଦ୍ୱିତୀୟ ପରିଚ୍ଛେଦଟି ଅଛି ତ ସେଇଠୁ ଆମେ ପଢ଼ିବା ହେଲା। ଦେଖନ୍ତୁ, Oath of water ୟୁଦିଙ୍କର ୟୁ ବାଏ $1 ତାହେଲେ କ'ଣ $1 ସେଠାରେ ଯେଉଁ ସେ କ'ଣ କାଇରୋର ଆକ୍ରାକୁ ଯାତ୍ରା କରିଥିଲେ ତ ସେଠାରେ ସେ କ'ଣ ଦେଖିଲେ ପାଣି ହେଲା ଗୋଟେ ପାଣି ବୋଟଲ $1 $1 ମାନେ କେତେ ନା 88 ଟଙ୍କା ହେଲା। ପ୍ରଥମ ତ ସେଟା ଆଶ୍ଚର୍ଯ୍ୟ ହୋଇ ଅବିଶ୍ୱାସ ଆଖିରେ ଭଦ୍ର ମହିଳାକୁ ଚାହିଁଥିଲି ଯେ ସେ ସେଥିରେ କହିଲେ ଯେ ଏଇ ପାଣି ବୋଟଲଟି କେତେ ନା $1 ବା 88 ଟଙ୍କା। ଆଶ୍ଚର୍ଯ୍ୟ ହୋଇ ମତେ ଚାହିଁଲେ ଏବଂ ସେ ବୋଧ ହୁଏ ମୋର ମାନସିକ ପ୍ରତିକ୍ରିୟା ବୁଝିପାରିଲେ। ତାପରେ ସେ ତାଙ୍କର ମନ କଥାକୁ ବୁଝିପାରିକି ପାଣି ଭରା ଗୋଟେ ପ୍ଲାଷ୍ଟିକର ବୋତଲଟି ମୋ ହାତକୁ ବଢାଇ ଦେଇ କ'ଣ କହିଲେ ଯେ ଆଚ୍ଛା ଏ ପାଣି ବୋତଲଟି ଆପଣ ନେଇଯାଆନ୍ତୁ। ସେ ଜାଣିପାରିଲେ ଯେ ଯେତେବେଳେ କ'ଣ ଯୋଉ ଏହି ଭ୍ରମଣ କାହାଣୀର ଲେଖକ କିଏ ଯୋଉ ଭୁବନେଶ୍ୱର ବେହେରା, ସେ ହଠାତ୍ ଯେତେବେଳେ କହିଲେ ଯେ ପାଣି ବୋଟଲଟି $1 ସିଏ ଆଶ୍ଚର୍ଯ୍ୟ ହେଇଗଲେ। ଆଶ୍ଚର୍ଯ୍ୟ ହେଲା ପରେ ସେ ତାଙ୍କର ମନ କଥା ବୁଝିପାରିକି ତାଙ୍କୁ ସେ ପାଣି ବୋଟଲଟି ହାତରେ ଧରେଇ ଦେଇଥିଲେ ହେଲା। ଦେଖନ୍ତୁ, ଆମ ଭାରତର ନିହାତି ଗୋଟିଏ ଛୋଟ ହୋଟେଲରେ ମଧ୍ୟ କୋଠରୀ ମାନଙ୍କରେ ପିଇବା ପାଣିର ବନ୍ଦୋବସ୍ତ ଥାଏ। ତ ନିହାତି ଭାବରେ ଆମେ ଆମର ଯୋଉ ଓଡ଼ିଶାର ହେଇଯାଉ କି ଆମ ଭାରତର ହେଇଯାଉ ଯେକୌଣସି ଛୋଟ ହୋଟେଲ ହଉ ସେଠାରେ ବିଜୁଳି ବା ଲାଇନ ଏବଂ ପାଣି ତାର ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ଥାଏ ହେଲା। ସବୁ ଗୁଡ଼ିକରେ ଛୋଟ ହୋଟେଲ ହଉ କି ବଡ଼ ହୋଟେଲ ହଉ, କିନ୍ତୁ ଜୋ କିମ୍ବା ସରାଇ ଏବଂ ଗ୍ଲାସ କାଏରୋ ଏୟାରପୋର୍ଟ ହୋଟେଲରେ ଗୋଟିଏ କ'ଣ ଅନ୍ତର୍ଦେଶୀୟ ପ୍ରଥମ ଶ୍ରେଣୀର ହୋଟେଲ ବା ଯେଉଁ ଇଣ୍ଟରନ୍ୟାସନାଲ ନମ୍ବର 1 ହୋଟେଲ ସେଠାରେ ଯେଉଁ ଥିଲା କେବଳ ରହିବା ଭଡ଼ା ସିଙ୍ଗଲ ବେଡ୍ କୋଠରୀକୁ ଦିନକୁ ଇଜିପ୍ସିଆନ £9 ଅର୍ଥାତ୍ ଆମେରିକାନ କେତେ ନା $224। ଅଥଚ ହୋଟେଲ ରୁମରେ ପିଇବା ପାଣିର ବନ୍ଦୋବସ୍ତ ନାହିଁ। ସେ ହୋଟେଲରେ ମଧ୍ୟ ପିଇବା ପାଣିର ବନ୍ଦୋବସ୍ତ ନଥିଲା ହେଲା। ମତେ ବଡ଼ ହତାଶ ଲାଗିଲା, ତ ନିହାତି ଲାଗିବ। ବିଗତ 2 ଘଣ୍ଟାର ଧା ଦୌଡ଼ ତଥା ଅନାଦି ଅବସାଦ ଭରା ଅନୁଭୂତି ପରେ ଭୀଷଣ ହାଲିଆ ଲାଗୁଥିଲା। ଶେଷରେ ତଣ୍ଟି ଅଠାଳିଆ ଧରି ଯାଇଥିଲା। ରିସେପସନକୁ ଫୋନ କରି ପାଣି ନଥିବା କଥା କହିଲାରୁ ଭଦ୍ରଲୋକ କୋଠରୀ ପାଖରେ ଥିବା କୌଣସି ରୁମ୍ ସର୍ଭିସ ବୟକୁ କହିବା ପାଇଁ ପରାମର୍ଶ ଦେଇଥିଲେ। ମୋଟା ଗାଲିଚାତିଆ କରିଡର ବାରନ୍ଦାରେ ବୁଲି ଆସିଲି, କିନ୍ତୁ କୌଣସି ବି ହୋଟେଲ ବୟର ଦେଖା ଦର୍ଶନ ମିଳିଲାନି। ହଠାତ୍ ଏହି ଲେଡି ସୁପରଭାଇଜରକୁ ଭେଟିଲି ଓ ତାଙ୍କ ପାଣି କଥା କହିଲି। ସେ ସୁପରଭାଇଜରଙ୍କ ରୁମକୁ ଯାଇ କ'ଣ ବୋତଲେ ପାଣି ଆଉ ଗିଲାସଟିଏ ଆଣିଲେ। ମୋତେ ଗିଲାସେ ପାଣି ଦେଇ ବୋତଲ କିଣିବା ପାଇଁ ପରାମର୍ଶ ଦେଇଥିଲେ। ଶେଷରେ ବୋତଲରେ ପାଣି ଦେଲେ ସତ, କିନ୍ତୁ ସେତେବେଳକୁ ମୋର ମନ କାହିଁକି ମରିଯାଇଥିଲା ବା କ'ଣ ମାନେ ଶୋଷରେ ପୁରା ଆଉଟ ପାଉଟ ହଉଥିଲେ। ପୁରା ଲାଷ୍ଟ ମୁମେଣ୍ଟରେ ଟଟି ଫଟି ସବୁ ଶୁଖି ଯାଇଥିଲା। ତାପରେ ଲାଷ୍ଟରେ ସେମାନେ ତାଙ୍କୁ ପାଣି ଦେଲେ। ଓଏସିସର ଗଛ ତଳେ ବେପାରୀଙ୍କର ଖଜୁରୀ ଖିଆ ଏବଂ ହରିଣ ଓ କୋରା କୁକୁରଙ୍କ ସହିତ ଆସିଥିବା 2 ଯାତ୍ରୀଙ୍କର ରୋମାଞ୍ଚକର କାହାଣୀ ପ୍ରଭୃତି ଆମମାନଙ୍କର କୋମଳ ମନରେ ଅଦ୍ଭୁତ ପ୍ରଭାବ ବିସ୍ତାର ପକାଉଥିଲେ। ସେ ଦେଖିଥିଲେ ଯୋଉ ବେପାରୀ ମାନେ ସେଠାରେ ଖଜୁରୀ ଖାଉଥିଲେ ଗଛ ତଳେ ହେଲା। କୋଉ ଗଛ ନା ଅଶିଷ ଗଛ ତଳେ। ତା ସହିତ ହରିଣ ଓ କଳା କୁକୁରଙ୍କର ସହିତ ଆସିଥିବା ଦୁଇଟି ଯାତ୍ରୀ ସେମାନେ ବୁଲୁଥିଲେ ହରିଣ ଏବଂ କଳା କୁକୁରଟି ଧରିକି। ସେ ଦେଖିଥିଲେ, ତାଙ୍କର ଅଦ୍ଭୁତ ପ୍ରଭାବ ବିସ୍ତାର କରିଥିଲା। ମିଶର କେବଳ ଯେ ସେଇ ଆରବ ଦେଶ ମାନଙ୍କର ପ୍ରତୀକ ଥିଲା ତାହା ନୁହେଁ, ସେ ଥିଲା ଏକ ପୁରାତନ ସଭ୍ୟତା ଓ ସଂସ୍କୃତିର ପୀଠସ୍ଥଳୀ। ମିଶରର ପିରାମିଡ ସବୁ ପୃଥିବୀର କ'ଣ ଆଶ୍ଚର୍ଯ୍ୟ ମାନଙ୍କ ମଧ୍ୟରେ ଅନ୍ୟତମ ବୋଲି ଗଣ୍ୟ ମାନେ କ'ଣ ଲୋକମାନେ କୁହନ୍ତି। ଦେଖନ୍ତୁ, ଯୋଉ ଆମେ କହୁଛୁ ଯୋଉ ମିଶର ସଭ୍ୟତା କେବଳ ଯୋଉ ସେଇ ଆରବ ଦେଶ ମାନଙ୍କର ପ୍ରତୀକ ଥିଲା ତାହା ନୁହେଁ, ସେ ଥିଲା ଗୋଟେ ପୁରାତନ ସଭ୍ୟତା ସଂସ୍କୃତିର ପୀଠସ୍ଥଳୀ। ସେଠାରେ କ'ଣ ଥିଲା ନା ଯେତେ ସବୁ ବଡ ବଡ ପିରାମିଡ ଗୁଡ଼ିକ ଥିଲା। ପିରାମିଡ ଗୁଡ଼ିକ ଦେଖିଛ ନା, ଏମିତି ଯୋଉ ଥାଏ ସେ ଭିତରେ ମମି ଯୋଉଟିକୁ ରଖିଥାନ୍ତି ସେଗୁଡ଼ା ପିରାମିଡ କୁହନ୍ତି ହେଲା। ତ ସେଇଠି ଅନେକ ସାରା ସେମାନେ ତିଆରି କରି ରଖିଥିଲେ। ଅନେକ ସାରା ମାନେ ମୃତ ମଣିଷକୁ ସ୍ମୃତି ହିସାବରେ ରଖିବା ପାଇଁ ସେମାନେ ପିରାମିଡ ଗୁଡ଼ିକ ତିଆରି କରିଥିଲେ। ହଜାର ହଜାର ବର୍ଷ ତଳର ଖ୍ୟାତନାମା ଲୋକଙ୍କର ସବୁ ମମି ଆକାରରେ ଆଜି ପର୍ଯ୍ୟନ୍ତ
ସେ ପିରାମିଡ ରହିଅଛି। ମମି ଆକାର ତମେ ଦେଖିଥିବ ଫିଲ୍ମ ଗୁଡ଼ିକରେ। ତ ଏଇ ଦେଶରେ କୁଆଡେ ଥିଲା ଯେ ସ୍ପିଙ୍କସ ସିଂହର ଦେହ, ସେଟା କଣ ଥିଲା? ଗୋଟେ କଣ ସ୍ପିଙ୍କସ ସିଂହର ଦେହ କିନ୍ତୁ ମଣିଷର ମୁଣ୍ଡ। ଗୋଟେ ସିଂହ ଥିଲା କିନ୍ତୁ ତାର ମୁଣ୍ଡଟି କଣ ଥିଲା? ମଣିଷର ମୁଣ୍ଡ ଥିଲା। ଯେତେ ପରାକ୍ରମୀ ସେତେ ବୁଦ୍ଧିମାନ, ଯେତେ ସେ ତାକତବର ଥିଲା ସେତେ ମଧ୍ୟ ତାର ଦିମାଗ ମଧ୍ୟ ଥିଲା, ହେଲା, ସେ ଚାଲାକ ଥିଲା। ସେ ବାଟ ଦେଇ ବାଟୋଇ ମାନେ ଗଲେ ସେହି ସ୍ପିଙ୍କସ ସେମାନଙ୍କୁ ନାନା ରକମର ଜଟିଳ ପ୍ରଶ୍ନ ସବୁ ପଚାରେ। ଆଉ ଯେତେବେଳେ ତମ ହାର୍ଡ ହାର୍ଡ ପ୍ରଶ୍ନ ଗୁଡ଼ିକୁ ପଚାରିବ ଆଉ ଯଥୋଚିତ ଉତ୍ତର ଦେଇ ନ ପାରିଲେ ସେମାନଙ୍କୁ ଖାଇଯାଏ। ଯଦି ଠିକ ଉତ୍ତର ଦେବ ତେବେ ବଞ୍ଚିଲ, ଯଦି ଭୁଲ ଉତ୍ତର ଦେବ ତେବେ ତାକୁ ଗିଳି ପକାଏ, ହେଲା। ଶେଷରେ ଜଣେ ବାଟୋଇ ଯେତେବେଳେ ଠିକ ଠିକ ଉତ୍ତର ଦେଇଥିଲା, ସେ ଅଦ୍ଭୁତ ପ୍ରାଣୀ ସଙ୍ଗେ ସଙ୍ଗେ ପଥର ପାଲଟି ଗଲା। ଯଦି ସେଇଠି ଠିକ ଉତ୍ତର ଦେବ ତେବେ ସେ ପଥର ପାଲଟି ଯିବ ସେ ପ୍ରାଣୀଟି, ହେଲା। ଆଉ ଚିର ଅମର କଣ ଫଏନିକ୍ସ ଚଢେଇ ମରିଗଲା ପରେ ମଧ୍ୟ ଅନେକ ବର୍ଷ ପରେ ନିଜର ପାଉଁଶର ପୁଣି ନିଜେ କୁଆଡେ ଉଠି ଆସେ ନୂତନ କଳେବର। ତାହେଲେ କୋଉ ଚଢେଇ? ଏଟା ହଉଛି କଣ? ଫଏନିକ୍ସ ଚଢେଇ, ହେଲା। ମନେ ରଖ, ସର୍ଟ କୋଶ୍ଚିନ୍ ଆସିବ ପିଲାମାନେ। ଫଏନିକ୍ସ ଚଢେଇ ଯୋଉ ଅଛି, ସେଇ ଫଏନିକ୍ସ ଚଢେଇଟି ମରି ପାଉଁଶ ହେଇଗଲା ପରେ ମଧ୍ୟ କୁଆଡେ ସେ ଆଉ ଥରେ କଳେବର ହେଇଯିବ, ମାନେ କଣ ଆଉ ଥରେ ସେ ଜନ୍ମ ହବ। ସେ ଦେଶରେ ଥିଲେ ଅପରୂପ ସୁନ୍ଦରୀ ରାଣୀ କ୍ଲିଓପାଟ୍ରା। କିଏ ଥିଲେ? ସୁନ୍ଦରୀ ରାଣୀ କ୍ଲିଓପାଟ୍ରା, ଯାହା ପାଇଁ କି ଜୁଲିୟସ ସିଜର ଓ ପରେ ପରେ ଆଣ୍ଟୋନି ନିଜର ପ୍ରାଣବଳି ଦେଇଥିଲେ। ସେଇ ରାଣୀଙ୍କ ପାଇଁ କୋଉମାନେ ପ୍ରାଣବଳି ଦେଇଥିଲେ? ଗୋଟେ ହେଲା ଜୁଲିୟସ ସିଜର ଏବଂ ଆଉ ଜଣେ ଆଣ୍ଟୋନି, ଦି ଜଣ ପ୍ରାଣବଳି ଦେଇଥିଲେ। ଭୂମଧ୍ୟ ସାଗର, ଲୋହିତ ସାଗର, ସୁଏଜ କେନାଲ, କେତେ ଯେ ସ୍ମୃତି ଏ ଦେଶ ସାଙ୍ଗରେ ଜଡିତ। ଆଉ ଜଡିତ ଥିଲା କୁହୁକ ସମ୍ରାଟ ପାଶାଙ୍କର ସ୍ମୃତି। ସେ କେମିତି ନିଜର ଟୋପି ଭିତରୁ ଠେକୁଆ ବାହାର କରି ଏ ସଂସାର ସମସ୍ତଙ୍କୁ ଚମତ୍କୃତ କରିଥିଲେ। ଯୋଉ ଫାଷ୍ଟ ମ୍ୟାଜିକ କରିଥିଲେ, ମ୍ୟାଜିକ ଯୋଉ କରିଥିଲେ ସେତେବେଳେ, ହେଲା। ତ ସେଇ କଥା ବର୍ଣ୍ଣନା କରାଯାଇଛି। ଫାଷ୍ଟ ତ ମ୍ୟାଜିକ କହିଲେ ଲୋକମାନେ ସବୁ ଆଶ୍ଚର୍ଯ୍ୟ ହେଇଯାଆନ୍ତି। ହଠାତ୍ ଯୋଉ ଟୋପି ଭିତରୁ ଠେକୁଆ କାଢିବା, ହେଲା, ପାରା କାଢିବା, ସେଗୁଡା ଅନେକ ସାରା ମ୍ୟାଜିକ ଦେଖାଇଥାନ୍ତି। ତଥାପି ମୋର ମନେ ଅଛି ପିଲାଦିନେ ନିଜର ସାଙ୍ଗସାଥୀଙ୍କ ସଙ୍ଗରେ ଛୋଟ ଛୋଟ କଥାରେ ଅକାରଣ ବାଦ କଲା ପରି ଏହି ମିଶର ଦେଶ ସଙ୍ଗରେ ବାଦ କରିବାକୁ କେମିତି ପ୍ରବଳ ଇଚ୍ଛା ହୁଏ। ସେ ଝଗଡା ଲାଗତେ ବହୁତ ଇଚ୍ଛା ହୁଏ ତାଙ୍କର, ହେଲା। କାହିଁକି ଦେଖନ୍ତୁ, କେହି ଯଦି କହିଦିଏ ଯେ ମିଶର ତଥା ନୀଳ ନଦୀ ଉପତ୍ୟକାର ସଭ୍ୟତା ଆମ ଭାରତୀୟ ଗଙ୍ଗା ସିନ୍ଧୁ ଉପତ୍ୟକା ସଭ୍ୟତା ଠାରୁ ଆହୁରି ପୁରାତନ, ମନରେ ଆଘାତ ଆସେ। ତ ନିହାତି ଭାବରେ, କାହିଁକି ନା ଆମେ ଜାଣୁଛୁ ଯେ ଆମେ କଣ, ଆମ ଯୋଉ ମିଶର ତଥା ଆମ ନୀଳ ନଦୀ ଉପତ୍ୟକା ସଭ୍ୟତା ଆମର ଭାରତୀୟ ଗଙ୍ଗା ସିନ୍ଧୁ ଉପତ୍ୟକା ସବୁଠାରୁ ପୁରାତନ। ଯଦି ଆମେ ଜାଣିବା ଯେ ସେଇଟା ତାଠୁ ବି ଆହୁରି ପୁରାତନ, ତ ନିହାତି ଆଘାତ ତ ଲାଗିବ। ପୃଥିବୀର ଅନ୍ୟ କୌଣସି ସଭ୍ୟତା ଯେ ଆମ ସଭ୍ୟତା ଠାରୁ ପୁରାତନ ହୋଇପାରେ, ସେପରି କଳ୍ପନା ମଧ୍ୟ ଆମର ଜନ୍ମଭୂମି ପ୍ରତି ତାତ୍ସଲ୍ୟ ବୋଲି ମନେ ହୋଇଥାଏ। ଆଉ ଅଭିମାନୀ ମନ ଯେପରି ଚିନ୍ତା ବିରୁଦ୍ଧରେ ବିଦ୍ରୋହ କରିଥାଏ। ଏପରି ଭାବନା କେବଳ ଯେ ପିଲାଦିନର ସ୍କୁଲ ଜୀବନ ଭିତରେ ସୀମାବଦ୍ଧ ଥିଲା ତାହା ନୁହେଁ, ବରଂ କଲେଜ ଜୀବନରେ ସେଇ ଅଭିମାନ ତୀବ୍ରତର ହୋଇ ଉଠିଥିଲା। ଆଜି ମଧ୍ୟ ମୁଁ ଭାବେ ଯେ ଯେଉଁମାନେ ଏପରି ଚିନ୍ତାଧାରାକୁ କୌଣସି ଗୁରୁତ୍ୱ ନ ଦେଇ କେବଳ ଭାବ ପ୍ରବଣତା ବୋଲି କହି ହସି ଉଡାଇବାକୁ ଚେଷ୍ଟା କରନ୍ତି, ସେମାନେ ନିଶ୍ଚୟ ଭୁଲ କରନ୍ତି ଏବଂ ଆମ ସଂସ୍କୃତି ପ୍ରତି କଣ ନା ଅବିଚାର କରିଥାନ୍ତି, ବା କଣ ବିଚାର କରନ୍ତିନି ସଂସ୍କୃତି ପ୍ରତି, ହେଲା। ଏକଥା ନିଶ୍ଚିତ ଯେ ପାଶ୍ଚାତ୍ୟ ସଭ୍ୟତା ଆମ ସଭ୍ୟତା ଓ ସଂସ୍କୃତିକୁ କେବଳ ଯେ ଯଥୋଚିତ ସମ୍ମାନ ଦିଏନି ତାହା ନୁହେଁ, ସବୁବେଳେ ତାକୁ ହୀନ ଦୃଷ୍ଟିରେ ମଧ୍ୟ ଦେଖିବାକୁ ଚେଷ୍ଟା କରେ। ଯୋଉ ପାଶ୍ଚାତ୍ୟ ସଂସ୍କୃତି, ହେଲା, ପାଶ୍ଚାତ୍ୟ ସଂସ୍କୃତି ମାନେ କଣ? ଯୋଉ ଅନ୍ୟ ଦେଶର ସଂସ୍କୃତି ଗୁଡିକ ଆମ ସଂସ୍କୃତିକୁ ହୀନ ଦୃଷ୍ଟିରେ ଦେଖିଥାନ୍ତି। ସେଥିପାଇଁ ବୋଧହୁଏ ପାଶ୍ଚାତ୍ୟ ଶିକ୍ଷାବିତ ମାନେ ଆଜି ମଧ୍ୟ କହନ୍ତି ଯେ ଜିରୋ ଇନଫିନିଟି, ସେଟା ଦେଖାଯାଉନି, ଜିରୋ ଇନଫିନିଟି ମିଶର ଦେଶୀୟ ଗାଣିତିକ ମାନଙ୍କର ହିଁ ଅବଦାନ। ପାଶ୍ଚାତ୍ୟ ସଭ୍ୟତାର ଜନ୍ମ ଲାଟିନ ସଭ୍ୟତାରୁ। ତାହେଲେ ପାଶ୍ଚାତ୍ୟ ସଭ୍ୟତାର ଜନ୍ମ କୋଉଥିରୁ? ନା ଲାଟିନ ସଭ୍ୟତାରୁ, ହେଲା। ଲାଟିନ ସଭ୍ୟତା କହିଲେ ଗ୍ରୀସ, ରୋମ, ମିଶର ସଭ୍ୟତାକୁ ବୁଝାଇଥାଏ। ଲାଟିନ ସଭ୍ୟତା କଣ? ଆମ ଯୋଉ କହୁଛୁ ଗ୍ରୀସ ହଉ କି ରୋମ ହଉ ବା ମିଶର ସଭ୍ୟତାକୁ ବୁଝାଇଥାଏ। ପାଶ୍ଚାତ୍ୟ ଧର୍ମ, ଶିକ୍ଷା ତଥା ସଂସ୍କୃତି, ତେଣୁ ସେଇ ଗ୍ରୀସ, ରୋମାନ, ମିଶରୀୟ ଧର୍ମ, ଶିକ୍ଷା, ସଂସ୍କୃତି ଉପରେ ପ୍ରତିଷ୍ଠିତ ହୋଇଥାଏ। ଆହୁରି ଇହୁଦୀ ଓ ଖ୍ରୀଷ୍ଟିଆନ ଏବଂ ଇସଲାମ ଭିତରେ ସଂଘର୍ଷ ଘଟିଛି ସତ, କିନ୍ତୁ ସେ ସଂଘର୍ଷ ଠିକ ଆମର ହିନ୍ଦୁ, ଜୈନ, ବୌଦ୍ଧ ଓ ଶିଖ ମାନଙ୍କର ମଧ୍ୟରେ ସାଂସ୍କୃତିକ ସଂଘର୍ଷ ପରି। ଲାଟିନ ସଂସ୍କୃତି ଶରୀରର ଓ ସାଂସାରିକ ବିଷୟ ଉପରେ ଅଧିକ ଗୁରୁତ୍ୱ ଦେଉଥିବା ଯୋଗୁଁ ସେମାନଙ୍କୁ ସାଂସ୍କୃତିକ ସଂଘର୍ଷ ଯୁଦ୍ଧ ଏବଂ ରକ୍ତପାତରେ ପରିଣତ ହେଉଥିବା ବେଳେ ମନ, ବୁଦ୍ଧି ଏବଂ ଚେତନାକୁ ପ୍ରାଧାନ୍ୟ ଦେଇଥିବା ଭାରତୀୟ ସଂସ୍କୃତିର ସାଂସ୍କୃତିକ ସଂଘର୍ଷ କେବଳ ଯେ ବୌଦ୍ଧିକ ସ୍ତରରେ ପର୍ଯ୍ୟବେସିତ ହୋଇ ରହିଯାଏ।
ଗୋଟାକରେ ବେଦକୁ ଚ୍ୟାଲେଞ୍ଜ ତ ଅନ୍ୟଥିରେ ଓଲ୍ଡ ଟେଷ୍ଟମେଣ୍ଟ ତଥା କ'ଣ ନ୍ୟୁ ନ୍ୟୁ ଟେଷ୍ଟାମେଣ୍ଟକୁ ଚ୍ୟାଲେଞ୍ଜ। ଇହୁଦୀ ଖ୍ରୀଷ୍ଟିଆନ ଓ ଇସଲାମ ଉପରକୁ ଭିନ୍ନ ଦେଖାଯାଉଥିଲେ ହେଁ ସେମାନଙ୍କର ଅନ୍ତଃସ୍ରୋତ ଏକ ଧର୍ମ ଓ ଶିକ୍ଷା ଭିନ୍ନ ଭିନ୍ନ ରୂପ ନେଇଥିଲେ ମଧ୍ୟ ସଂସ୍କୃତି ତାଙ୍କର ଗୋଟିଏ ମାନେ ଖ୍ରୀଷ୍ଟିଆନ ଓ ଇସଲାମ ମାନଙ୍କ କଥାରେ କୁହାଯାଇଛି ହେଲା। ଏ କଥା ସତ ଯେ ଲାଟିନ ସଂସ୍କୃତି ମଧ୍ୟ ବେଦ ଉପନିଷଦର ସଂସ୍କୃତି। ଲାଟିନ ସଂସ୍କୃତି କ'ଣ? ସେଇଟା ବି ହଉଛି ଗୋଟେ ବେଦ ଉପନିଷଦର ସଂସ୍କୃତି, ତା ସହିତ ଆର୍ଯ୍ୟ ସଂସ୍କୃତି। ଗଙ୍ଗା ଓ ଯମୁନା ହିମାଦ୍ରି ଶିଖରରୁ ତଳକୁ ଖସି ଏକାଠି ହେବାର ଓଲଟା ରୀତିରେ ଆର୍ଯ୍ୟ ସଂସ୍କୃତି ତରୁ ହିମାଦ୍ରି ଶିଖରରେ ଉଠିଲା ବେଳେ କେବେ ଦୁଇ ଭାଗ ହେଲା ସେ କଥା ଏତେ ପୁରାତନ ଯେ ତାର ମିଳନର ସୂତ୍ର ହିଁ ଏବେ ଖୋଜି ପାଇନ ହୁଏ। ତାହେଲେ କ'ଣ ଯୋଉ ଗଙ୍ଗା ଓ ଯମୁନା ହିମାଦ୍ରି ଯୋଉ ପାଣି ଗୁଡ଼ିକ ଆସିଛି ତା କୋଉଠୁ ଆସିଛି ଏବଂ ଦୁଇ ଭାଗ ହେଲା ପରେ ସେ କଥା ଏତେ ପୁରାତନ ଯେ ତାର ମିଳନର ସୂତ୍ର ସେ କାହା ସହିତ ମିଳିଛି ତା ଜଣାପଡ଼ି ନାହିଁ। ସେ ମିଳନ କ୍ଷେତ୍ରରେ କେତେ ଯେ ଫଲ୍ଗୁ ଯାଇଛନ୍ତି ତାର ମଧ୍ୟ ଇୟତ୍ତା ନାହିଁ। ଆଗରୁ ପିଲାମାନେ ଦେଖନ୍ତୁ ଗୁଗୁଲ ମ୍ୟାପ୍ସ ବି ନଥିଲା, ସେମାନେ ଯାଇ ଖୋଜି ଖୋଜି ବଣ ଭିତରେ ନକ୍ସା ନିଜେ ହାତରେ ତିଆରି କରୁଥିଲେ ହେଲା। ଭାବନ୍ତୁ କେତେ କଷ୍ଟ ସେତେବେଳେ। ଏଇ ସୂତ୍ରରୁ ଦେବ ଓ ଦାନବଙ୍କର ଜନ୍ମ ହେଲେ ମଧ୍ୟ ଜ୍ଞାନର ଗାରିମାରେ ଗରିଆନ ଦେବତାମାନେ ଚିରଦିନ ଯେପରି ଦାନବଙ୍କର ଶରୀର ପରାକ୍ରମରେ ଥରକୁ ଥର ପଦାନତ ହେଉଥାନ୍ତି, ବେଦ ଉପନିଷଦ ସଂସ୍କୃତି ଜ୍ଞାନଗର୍ଭା ହୋଇ ମଧ୍ୟ ଜଡ଼ବାଦୀ ଲାଟିନ ସଂସ୍କୃତି ପାଖରେ ପ୍ରାୟ ସବୁଦିନ ପଦାନତ ହୋଇ ଆସିଛି। ଦାନବ ଯେପରି ଦେବଙ୍କୁ କେବେ ବି ସ୍ୱୀକାର କରିନି, ଲାଟିନ କେବେ ବି ବେଦ ଓ ଉପନିଷଦକୁ ସ୍ୱୀକାର କରିନି। ତେଣୁ ପାଶ୍ଚାତ୍ୟ ସଭ୍ୟତା କିପରି କହିବ ଯେ ଶୂନ୍ୟ ଓ ଅନ୍ତରର କଳ୍ପନା ଭାରତୀୟ ଋଷି ମୁନିଙ୍କର ହିଁ ଅବଦାନ। ତାପରେ ଦେଖିବା ଭାରତୀୟ ସଭ୍ୟତାରେ ବିଶ୍ୱର ପରିକଳ୍ପନା ଏକ ଅଣ୍ଡ ଆକୃତିର ହେଲା। ବିଶ୍ୱର ଅନ୍ୟ ନାମ ତେଣୁ ବ୍ରହ୍ମାଣ୍ଡ। ବ୍ରହ୍ମାଣ୍ଡ ଆମେ କାହିଁକି କହୁ ନା ଦେଖନ୍ତୁ ବିଶ୍ୱର ପରିକଳ୍ପନା, ଯଦି ବିଶ୍ୱକୁ ଆମେ ସମ୍ପୂର୍ଣ୍ଣ ଭାବରେ ଦେଖିବା ତା ଏମିତି ଦେଖାଯାଇଥାଏ, ଏମିତି ଅଣ୍ଡା ଆକୃତିର, ତେଣୁ ତାକୁ କ'ଣ କୁହାଯାଏ? ବ୍ରହ୍ମାଣ୍ଡ ବୋଲି କୁହାଯାଉଥିଲା ହେଲା। ବ୍ରହ୍ମାଣ୍ଡ ଯଦି ଦେଖିବା ସେଇ ଅଣ୍ଡର ଚିତ୍ର ତାର ଛାୟା ହିଁ ହଉଛି ଜିରୋର ଚିତ୍ର। ଏହି ବ୍ରହ୍ମାଣ୍ଡ ନିଜେ ଶୂନ୍ୟ ମହାଶୂନ୍ୟ ହୋଇ ମଧ୍ୟ ଗୁଣ ଓ ବିକାର ଯୁକ୍ତ ଏବଂ ତାହା ହେଉଛି ପ୍ରକୃତି। ବୁଝିଲା? ତାପରେ ଦେଖିବା ପ୍ରକୃତି ନିଜେ ଶୂନ୍ୟ କିନ୍ତୁ ସେ ବିଶ୍ୱଗର୍ଭା। ସେହି ଶୂନ୍ୟରୁ ସୃଷ୍ଟିର ଆରମ୍ଭ ହୋଇଥାଏ, ସଂଖ୍ୟା ଜନ୍ମ ନିଏ, ତା ସହିତ ସେହି ସୃଷ୍ଟି ପୁଣି ଲୀନ ମଧ୍ୟ ହୋଇଯାଏ। କୋଉଠି? ଶୂନ୍ୟରେ। ସଂଖ୍ୟା ଲୀନ ହୋଇଯାଏ ଶୂନ୍ୟ ଭିତରେ। ଠିକ୍ ସେହିପରି ଜିରୋ ଶୂନ୍ୟ ହେଲେ ମଧ୍ୟ ବିଶ୍ୱଗର୍ଭା ଶୂନ୍ୟ ପ୍ରକୃତି ଯେପରି ପୁରୁଷର ସ୍ପର୍ଶ ପାଇଲେ ତେଜିଆନ ହୋଇ ଉଠେ ଏବଂ ସଂଖ୍ୟାକୁ ଜନ୍ମ ଦିଏ, ଜିରୋ ସେପରି ସଂଖ୍ୟାର ସ୍ପର୍ଶ ପାଇଲେ ତେଜିଆନ ହୋଇ ଉଠେ ଆଉ ଜିରୋ ହୋଇ ରହେନି। ଅନ୍ୟ ସଂଖ୍ୟା ପାଇଲେ ତାର ନିର୍ଦ୍ଦିଷ୍ଟ ଯଦି ଶୂର କିଛି ମୂଲ୍ୟ ଅଛି କି ନାହିଁ, ଯଦି ତା ସାଙ୍ଗରେ ଏକ ଆସିକି ମିଶିଯିବ 10 ହେଇଯିବ, ଆଉ ଯଦି ତା ସାଙ୍ଗରେ ଏକ ଆଉ ଦୁଇଟା ଶୂନ ହେଇଗଲା 100 ହେଇଯିବ। ସେମିତି ଶୂର କିଛି ବି ଯଦି ଖାଲି ଶୂନ ରହିବ ତାର କିଛି ଲୋକମାନେ ତାର ମୂଲ୍ୟ ରହିବ କି? ରହିବନି। ତା ସାଙ୍ଗରେ ଅନ୍ୟାନ୍ୟ ସଂଖ୍ୟା ମିଶିଲେ ହିଁ ତାର ମୂଲ୍ୟ ରହିଥାଏ। ବେଦ ଭଗବାନଙ୍କର ନିରାକାର ସ୍ୱରୂପକୁ ଅନ୍ତର ରୂପ ଦେଇଥାଏ। ତାହେଲେ ବେଦ କରିଥାଏ ନା ଭଗବାନଙ୍କର ନିରାକାର ରୂପ। ଭଗବାନଙ୍କର କିଛି ରୂପ ଅଛି କି? ନାହିଁ, ନିରାକାର। ତାଙ୍କର ଯୋଉ ରୂପ ନାହିଁ ସେଇ ତାକୁ ଅନ୍ତର ରୂପ ଦେଇଥାଏ। ଆମେ ଅନ୍ତର ଭିତରେ ଗୋଟେ ନିର୍ଦ୍ଦିଷ୍ଟ ଭଗବାନଙ୍କ ପ୍ରତି ରୂପ ଆମେ ତିଆରି କରିଥାଉ, ତାହା ହିଁ ହଉଛି ଆମ ବେଦର କାମ ହେଲା। ଅନନ୍ତ ସ୍ୱୟଂ ସମ୍ପୂର୍ଣ୍ଣ ପୂର୍ଣ୍ଣମିଦଂ, ସେହି ପୂର୍ଣ୍ଣରୁ ପୂର୍ଣ୍ଣ କାଢ଼ି ନେଲେ ଯାହା ବି ଅବଶିଷ୍ଟ ରହେ ତାହା ମଧ୍ୟ ପୂର୍ଣ୍ଣ। ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବା ଶିଷ୍ୟତେ ହେଲା। ଜଣେ ଭଗବାନ ସେ ଅନନ୍ତ ଶୟନରେ ଥିଲାବେଳେ ଆଉ ଜଣେ ସ୍ୱୟଂ ସମ୍ପୂର୍ଣ୍ଣ ଭଗବାନ ସେ ରାମଙ୍କ ରୂପରେ ଅଥବା ଶ୍ରୀକୃଷ୍ଣଙ୍କ ରୂପରେ ଶରୀର ନେଇ ବିଚରଣ କରିପାରନ୍ତି। ସେ ଅନେକ ସାରା ରୂପ ତାଙ୍କର ଅଛି ହେଲା। ସେ କେତେବେଳେ ରାମ ଅବତାର ପୂଜା ପାଉଥିଲେ, କେତେବେଳେ ଶ୍ରୀକୃଷ୍ଣ ଅବତାର ପୂଜା ପାଉଥିଲେ, ବର୍ତ୍ତମାନ ଜଗନ୍ନାଥ ଅବତାର ପୂଜା ପାଉଛନ୍ତି। ତାଙ୍କର ଅନେକ ସାରା ରୂପ ଅଛି କିନ୍ତୁ ଭଗବାନ ଗୋଟିଏ ହେଲା। ସେଇଭଳି ଦେଖନ୍ତୁ
ହଁ, ଗଣିତରେ ଇନଫିନିଟିର ସଂଜ୍ଞା ଠିକ୍ ସେପରି, ଯେମିତିକି ଇନଫିନିଟି ବିଯୁକ୍ତ ଇନଫିନିଟି ସମାନ ଇନଫିନିଟି। ଏପରି ଇନଫିନିଟିର କଳ୍ପନା କେବଳ ଭାରତୀୟ ଗଣିତ ଦେଇପାରେ। ଠିଆ ଆଙ୍ଗୁଳି ଗଣି ଦୁଇ ହାତରେ ଆଙ୍ଗୁଳି ସରିଗଲେ ଛକି ମାରି ଦେଇ 10 ବୋଲି ଗଣୁଥିବା ଲାଟିନ ଗଣିତ ନୁହେଁ। ଲାଟିନ ଗଣିତ ଦେଖନ୍ତୁ କଣ କହିଛି ହେଲା, ଲାଟିନ ଗଣିତ ଅଲଗା ଥିଲା। ତଥାପି ମିଶର ଥିଲା ମୋ ପିଲାଦିନର ସ୍ୱପ୍ନ ପରି। ସେଇ ମିଶର ଦେଶର ରାଜଧାନୀ କାଏରୋରୁ ଆସିଲା ବେଳେ ମନେ ହେଉଥିଲା ଯେ ସତେ ଯେମିତି କାହିଁ କେବଳ ସ୍ୱପ୍ନ ସାର୍ଥକ ହେବାକୁ ଯାଉଛି। କିନ୍ତୁ ହେଲା କଣ? ଆମେ କେତେଜଣ ଯେତେବେଳେ କାଏରୋ ବିମାନ ବନ୍ଦରରେ ଉଡ଼ାଜାହାଜରୁ ଓହ୍ଲାଇଲୁ, କେଉଁ ଆଡ଼କୁ ଯିବୁ ସେ କଥା ଜଣାଇ ଦେବା ପାଇଁ ମଧ୍ୟ କେହି ବି ନଥିଲେ। କିଛି ସମୟ ପରେ ମିଶର ଦେଶୀୟ ଜଣେ ଭଦ୍ରଲୋକ, ଭଦ୍ର ମହିଳା ଦେଖାଦେଇ କହିଲେ ଯେ ସେମାନେ ଏୟାର ଇଣ୍ଡିଆର ଏଜେଣ୍ଟ। ଆମ ସାଙ୍ଗରେ ବିମାନ ବନ୍ଦରର କୋଠାକୁ ଗଲେ ଓ ପ୍ରଥମେ କଣ ଇମିଗ୍ରେସନ କାଉଣ୍ଟରକୁ ଯାଇ ପାସପୋର୍ଟ ତା ସହିତ ଭିଜା, ହେଲ୍ଥ ସାର୍ଟିଫିକେଟର ପ୍ରଭୃତି ଚେକ୍ କରାଇ ନେଲା ପରେ ସେ କଣ କଷ୍ଟମସ ଚେକ୍ କରାଇବା ପାଇଁ ପରାମର୍ଶ ଦେଇଥିଲେ ଓ ଠିକ୍ ପରେ ପରେ କେଉଁଠି ଅଦୃଶ୍ୟ ମଧ୍ୟ ହୋଇଗଲେ। ଦେଖନ୍ତୁ, କାଏରୋ ଏୟାରପୋର୍ଟ ଖୁବ୍ ବଡ଼। ଆମ ପାଲାମ, ଦମଦମ କିମ୍ବା ସାନ୍ତାକ୍ରୁଜ ତା ତୁଳନାରେ କିଛି ବି ନୁହେଁ। ଏସିଆ, ୟୁରୋପ ଓ ଆଫ୍ରିକାର କେନ୍ଦ୍ରସ୍ଥଳୀ ଏହି କାଏରୋ ବନ୍ଦର ପଶ୍ଚିମରୁ ପୂର୍ବକୁ ଯିବା ପାଇଁ ପ୍ରଧାନ ବାଟ ବା କଣ ମେନ୍ ରାସ୍ତା ଯୋଉଟା ହେଲା। ସେଥିପାଇଁ ବିମାନ ବନ୍ଦରରେ ଯାତ୍ରୀ ଭିଡ଼ ଅନେକ ବେଶୀ। ଅନେକ ଲୋକ ଯେହେତୁ ଜଗିଥିଲେ, ସେଟା ଯେହେତୁ ମେନ୍ ରୋଡ ଥିଲା ନା, ବିମାନ ବନ୍ଦର କର୍ମଚାରୀ ପ୍ରାୟ କେହି ବି ଇଂରାଜୀ ବୁଝନ୍ତିନି। ମନେ ହେଉଥିଲା ଯେ କିଛି ଶୁଣିବା ପାଇଁ ସତେ ଯେମିତି କାହାରି ଧୈର୍ଯ୍ୟ ନାହିଁ, କାହିଁକିନା ସେମାନେ ଇଂରାଜୀ ହିଁ ବୁଝନ୍ତିନି ହେଲା। ଆମେ ସାଧାରଣତଃ କୋଉ ଲାଙ୍ଗୁଏଜ ଜାଣିଥାଉ? ଓଡ଼ିଆ, ହିନ୍ଦୀ ତା ସହିତ ଇଂରାଜୀ ହେଲା। ଯଦି ସେଇ ଲାଙ୍ଗୁଏଜ ବି କେହି ବୁଝିପାରିବେନି, ତାହେଲେ ଅନ୍ୟ କିଛି ଆମେ କହିପାରିବେ, ଖାଲି ଗୋଟେ କରିପାରିବା କଣ ନା ଇସାରାରେ। ଭାରତର ଶୃଙ୍ଖଳିତ କାଉଣ୍ଟର ମାନଙ୍କ ପରି କାଉଣ୍ଟର ଗୁଡ଼ିକର ଅଭାବ ଓ ନୂଆ ଲୋକ ପକ୍ଷରୁ ଅନେକ ଅସୁବିଧା। ଏଣେ ହାଇଜାକିଂ ହେଉ ବା ଅନ୍ୟ କୌଣସି କାରଣରୁ ହେଉ, ସବୁ ଯାତ୍ରୀଙ୍କର ଉପରେ ସନ୍ଦେହ ହେଲା। ଆରବ ଅଞ୍ଚଳରେ ଥିବା ନାନା ଦେଶର ଲୋକେ ମିଶରର ଲୋକେ କଣ ପାକିସ୍ତାନୀ ଏବଂ ଭାରତୀୟ ପୁରୁଷ ମାନଙ୍କୁ ଦେଖିବାକୁ ଉଣା ଅଧିକେ ସମାନ। ତେଣୁ କାହାକୁ ବି ଭାରତୀୟ ବୋଲି ଭାବିବା ସହଜ ନୁହେଁ। ଆଉ ତାହେଲେ କଣ କହିଲା ନା, ଯୋଉ ପାକିସ୍ତାନରୁ ଆସିଥିଲେ ଲୋକମାନେ ଏବଂ ଭାରତରୁ ଆସିଥିବା ଲୋକମାନେ କଣ ପ୍ରାୟତଃ ସେମ୍ ହିଁ ଦେଖାଯାଉଥିଲେ। ତେଣୁ ଆମେ ଯଦି ଡାଇରେକ୍ଟ ଯାଇକି ତାକୁ ମାନେ ଫେସ୍ କଟିଂ ଗୁଡ଼ିକ ସେମ୍ ଥିଲା, ଆମେ ଯାଇକି ଡାଇରେକ୍ଟ ତାକୁ ଭାରତୀୟ ବୋଲି କହିପାରିବାନି। ତଥାପି ପାସପୋର୍ଟ ଦେଖି ସାରିଲା ପରେ ଭାରତୀୟ ବୋଲି ଜାଣି ହଇରାଣ ହରକତ ନ କଲେ ମଧ୍ୟ ଦରକାରୀ ପରାମର୍ଶ କିଛି ଦିଅନ୍ତିନି କିମ୍ବା କଥାବାର୍ତ୍ତା କରିବାକୁ ଚେଷ୍ଟା କଲେ କଥା ମୋଟେ ବି ଆଗେଇ ପାରେନି। ସେମାନେ ପ୍ରାୟତଃ କଥା ହୁଅନ୍ତିନି ଏବଂ ସେମାନେ ଯଦି ଜାଣିଥିବେ ଭାରତୀୟ ବୋଲି, ତାହେଲେ ଆହୁରି ହଇରାଣ କରିବେ। ପାସପୋର୍ଟ ଦେଖି ସାରିଲା ପରେ ଯାଞ୍ଚ କରି ସାରିଥିବା ଷ୍ଟାମ୍ପ ମାରି ବହିଟି ଫେରାଇ ଦେବା କଥା। ଯଦି ବା କଣ ନ ଫେରେଇଲେ କେତେବେଳେ ଫେରେଇବେ ସେ କଥା ସୂଚାଇ ଦେବା କଥା। କିନ୍ତୁ କେତେବେଳେ ଦେଖନ୍ତୁ, ବହିଟା ଯେତେବେଳେ ଷ୍ଟାମ୍ପ ମାରିବେ ତାପରେ ବହିଟା ତାଙ୍କୁ ଦେବେ ନା ନାହିଁ, ଯଦି ଦେବେ କେତେବେଳେ ଦେବେ, କିନ୍ତୁ ସେଇଟା ତାକୁ କିଛି କୁହନ୍ତିନି, ଖାଲି ନେଇଯାଆନ୍ତି ବହିଟା। କିଛି ନାହିଁ, ପାସପୋର୍ଟକୁ ରଖିନେଇ ତୁମକୁ ଛାଡ଼ି ଦୁନିଆ ଯାକ ଉପରତଳ ଦେଖୁଥିବେ ହେଲା। ଦେନ୍ କିଛି ପଚାରିଲେ ତାଙ୍କର ଆରବିନ୍ ଭାଷାରେ ଜବାବ ଦେବେ, ଯାହାକି ବୁଝିପାରିବନି। ଏଣେ ଉଡ଼ାଜାହାଜର ଯାତ୍ରୀ ମାନଙ୍କର ବାକ୍ସ ପତ୍ର ସବୁ ଆସିଯାଇଥିବ। ନିଜର ବାକ୍ସ ଚିହ୍ନି ନ ଆଣିଲେ ସେ ପୁଣି କଣ ହେବ? କୌଣସି ମତେ ଠାର ନାର କରି ପାସପୋର୍ଟ ଆଣି ଯେତେବେଳେ ମୋର ସୁଟକେସ୍ ଆଣିବାକୁ ଗଲି ଓ ଓଜନିଆ ସୁଟକେସ୍ ବୋହିବାକୁ କେହି ବି ନାହାନ୍ତି। ଯୋଉ ପଟର ଗୋଟିଏ କିନ୍ତୁ ପଟର ଗୋଟିଏ, କିନ୍ତୁ ସେ ସମସ୍ତେ ଭୟଙ୍କର ଓ ଅଳସୁଆ। ଦଳ ଦଳ ଏକାଠି ହୋଇ ଗୋବର ଆଡ୍ଡା ଜମାଇ ଦେଇଥାନ୍ତି। ତାପରେ ଦେଖନ୍ତୁ, ଆନ୍ତରାଷ୍ଟ୍ରୀୟ ଯାତ୍ରାରେ ସେମାନେ ଯାତ୍ରୀମାନଙ୍କୁ ସାହାଯ୍ୟ କରିବା କଥା, କିନ୍ତୁ ଟିକିଏ ବାଟ ଆଣିଦେବା ପାଇଁ ସିଧାସଳଖ କଣ $1.5 ଦାବି କରନ୍ତି। ଆମର ନିହାତି ସୀମିତ ବୈଦେଶିକ ମୁଦ୍ରା, ସେଥିରେ ଏମାନଙ୍କ ଠାରୁ ସାହାଯ୍ୟ ମାନେ ତାଙ୍କର ଲିମିଟେଡ ପଇସା ତାଙ୍କୁ ନେଇକି ଆସିଥିଲେ, ତ ସେଥିରେ ପୁଣି ଏମାନଙ୍କୁ ସାହାଯ୍ୟ ନେବା ପ୍ରଶ୍ନ ହିଁ ନଥିଲା।
ମୋ ବାକ୍ସ ଘୋଷାଡ଼ି ଆଣିଲା ବେଳକୁ ବାଟରେ ପୁଣି ସେହି କଣ ଇମିଗ୍ରେସନର ଭଦ୍ରଲୋକଟି ସେ କହିଲେ ଯେ ସି କଣ ସି ପାସପୋର୍ଟ। ମୁଁ ଇଂରାଜୀରେ କହିଲି ଆପଣ ଏଇନେ ଦେଖିଲେ ପରା। ତାଙ୍କର ମୁହଁରେ କଣ ଭାବରେ କୌଣସି ପରିବର୍ତ୍ତନ ନାହିଁ। ପୁଣି କହିଲେ ଯେ ସି ପାସପୋର୍ଟ। ପାସପୋର୍ଟ ଦେଖାଇଲି, ଦେଖି ଫେରାଇ ଦେଲେ। ତାପରେ କଷ୍ଟମସ୍ ଓପନ ସୁଟକେସ୍। ମୁଁ ଟେବୁଲ ଉପରେ ସୁଟକେସ୍ ଥୋଇ ଖୋଲିଲି। ଭଦ୍ରଲୋକ ସୁଟକେସ୍ ଭିତରେ ଦଣ୍ଡାଳୁଥାନ୍ତି, କିନ୍ତୁ କଣ ଦେଖନ୍ତୁ ସେ ଦଣ୍ଡାଳୁଥାନ୍ତି କିନ୍ତୁ ଚାହିଁଥାନ୍ତି ଅନ୍ୟ ଆଡ଼ିକି, ମାନେ ସେ ସୁଟକେସଟି ଅଣ୍ଡାଳୁଛନ୍ତି କିନ୍ତୁ ଇଆଡ଼େ ସିଆଡ଼େ ଚାହୁଁଛନ୍ତି। ତାପରେ ଚେକ୍ କଲେ ବୋଲି ଚକରେ ବାକ୍ସ ଉପରେ ଦସ୍ତଖତଟାଏ କରିଦେଲେ। ସେ କାମ ବି ସରିଲା। ଏଥର କୁଆଡ଼କୁ ଯିବି? କାଇରାରେ ଗୋଟିଏ ଦିନର ରହଣି। ଏୟାର ଇଣ୍ଡିଆ ହୋଟେଲ ବ୍ୟବସ୍ଥା କରିଦେବା କଥା। କାହିଁ ସେମାନଙ୍କର ଅଫିସ ସେ ଏଜେଣ୍ଟ ମାନେ କାହାନ୍ତି? ସେମାନେ ଭାରତୀୟ ଭଦ୍ରଲୋକଙ୍କୁ ଭେଟିଲି, ଆଶା କରୁଥିଲି ଯେ ସେ କିଛି ପରାମର୍ଶ ଦେଇପାରିବେ, କିନ୍ତୁ ତାଙ୍କର ଅବସ୍ଥା 2 ଘଣ୍ଟା 4 ଘଣ୍ଟା ସେ ଆବୁଧାବି ଯିବେ ଆଶା କରୁଥିଲେ ଯେ କାଏରୋରେ ଥିବା ତାଙ୍କର ଜଣେ ଚିହ୍ନା ପରିଚୟ ଲୋକ ତାଙ୍କୁ ଦେଖିବା ପାଇଁ ଆସିଥିବେ, କିନ୍ତୁ କେହି ବି ମଧ୍ୟ ସେଠାରେ ଆସିନଥିଲେ। ସେ ଯେତେବେଳେ କଣ ଇମିଗ୍ରେସନ ଲୋକଙ୍କୁ ekotha କହି ଏନକ୍ୱାରି କାହିଁ ଅଥବା ଟେଲିଫୋନ କେଉଁଠି ବୋଲି ପଚାରୁଛନ୍ତି, ସେ ଭଦ୍ରଲୋକ ମାନେ କଣ ସି ୟୋର ପାସପୋର୍ଟ, ଭିଜା, ନୋ ଭିଜା ଓ ସିଟ୍ ଡାଉନ୍ କହୁଛନ୍ତି। ସେ ବିଚରା 2-3 ଥର ଏମିତି ଚେଷ୍ଟା କରି ସିଟ୍ ଡାଉନ୍ ହେଲେଣି। ମାନେ ସେ ବହୁତ ସମୟ ତାକୁ ବସେଇ ଦେଲେ। ବାହାରକୁ ଯିବାକୁ ଚେଷ୍ଟା କଲେ। ଅସ୍ଥାୟୀ ଭିସା ପାଇଁ ପ୍ରଥମେ $50 ଦେଇ ମିଶରୀୟ ଖର୍ଚ୍ଚ କରିବାକୁ ବାଧ୍ୟ। ବାକିତକ ସେମାନେ ଫେରି ଆସିଲା ପରେ ଇଚ୍ଛା ହେଲେ $ଆମେରିକାକୁ ବଦଳେଇ ଦେଇପାରନ୍ତି। ମୁଁ ଠିକ କଲି ଯେ କଣ ନା ଟ୍ରାନଜିଟ୍ ଲାଉଞ୍ଜକୁ ଯାଇ ସେଇଠି କିଛି ସମୟ ବିଶ୍ରାମ ନେଲା ପରେ ଯାଇ କଣ ଯାହା କିଛି କରିବି। ଅନେକ କଷ୍ଟରେ ବୁଝିପାରିଲି ଯେ ଗୋଟିଏ ଗେଟ୍ ଡେଇଁଲା ପରେ ବାହାର ବାରଣ୍ଡା ପଡ଼ିବ ଓ ସେ ବାରଣ୍ଡାର ଡାହାଣ ପଟରେ ଥିବା ପ୍ରଥମ ଗେଟରେ ପଶିଲେ କଣ ଟ୍ରାନଜିଟ୍ ଲାଉଞ୍ଜ। ଯେଉଁ ଭଦ୍ରଲୋକ ମତେ ekotha ବୁଝାଇଲେ ସେ ବାକ୍ସକୁ ଲେଫ୍ଟ କାଗଜରେ ଛାଡ଼ିବା ଅନୁଚିତ ବୋଲି କହିଲେ ଓ ଜଣେ ପଟର ସାଙ୍ଗରେ କିଛି କିଛି କଥାବାର୍ତ୍ତା କଲା ପରେ ଆପଣ ବରଂ ନିଜେ କଣ ବାକ୍ସ ଲାଉଞ୍ଜକୁ ନେଇଯାଆନ୍ତୁ ବୋଲି ପରାମର୍ଶ ଦେଇଥିଲେ। ମୁଁ ଯାହା ବି ବୁଝିପାରିଲି ପଟର ବୋଧ ହୁଏ କଣ $2 ମାଗୁଥିଲା। କୌଣସି ମତେ ଏଟାଚିକୁ ହାତରେ ଧରି 25 କେଜି ଓଜନର ସୁଟକେସକୁ ଘୋଷାଡ଼ି ଘୋଷାଡ଼ି କଣ ଦିଓଟି ଯାକ ଗେଟ୍ ଡେଇଁଗଲି। ନିହାତି ପାଖ, ତଥାପି କେତେ ଯେ ହଇରାଣ ହେବାକୁ ନ ପଡ଼ିଛି। ବିରାଟ ସେ ଟ୍ରାନଜିଟ୍ ଲାଉଞ୍ଜ ଭିନ୍ନ ଭିନ୍ନ ଅଞ୍ଚଳରୁ ଯିବା ଯାତ୍ରୀଙ୍କର ପାଇଁ ଭିନ୍ନ ଭିନ୍ନ ହଲ୍, ପ୍ରାୟ 2000 ଲୋକ ବସିବା ପାଇଁ ସୁବିଧା ରହିଛି। ଖାଲି ସୂଚନା କେନ୍ଦ୍ରର ଅଭାବ। ତା ସହିତ କଣ ଟ୍ରାନଜିଟ୍ ଲାଉଞ୍ଜରେ ଆଉ ଜଣେ ଭାରତୀୟ ଭଦ୍ରଲୋକ 3-4 ଥର ଛୋଟ ଛୋଟ ସୁଟକେସ୍ ମାନ ଧରି ଦୋକାନ ଦେଲା ପରି ବସିଥାନ୍ତି, ଆଉ ଚଞ୍ଚଳ ଆଖିରେ ଏପାକ ସେପାକ ଚାହୁଁଥାନ୍ତି। ମୁଁ ଧରି ନେଲି ଯେ ସେ ଜଣେ ସମଦୁଃଖୀ। 3-4ଟି ସୁଟକେସ୍ ଯୋଗୁଁ ତାଙ୍କର ଅବସ୍ଥା ନିଶ୍ଚୟ ମୋ ଠାରୁ ଟିକେ ଗୁରୁତର। ତେବେ ବସ୍ ତାଙ୍କର ସପକ୍ଷରେ ଥିଲା। ସେ ଯାଉଥିଲେ କଣ ଲେଗୋସ, ନାଇଜେରିଆ। ଆମେ ଗପସପ କରି ଚା କପେ କେଉଁଠି ପାଇବୁ ସେ କଥା ଆଲୋଚନା କରିଛୁ। ହଠାତ୍ ସେ ଏୟାର ଇଣ୍ଡିଆର ମିଶରୀୟ ଏଜେଣ୍ଟ ଦେଖାଦେଲେ। ଆମର ଆଶା ଏଥର ଉଜ୍ଜ୍ୱଳ ହେଲା। ସେ ଆମଠାରୁ ଟିକେଟ ମାଗି ନେଇ ସେଠାରେ ଅପେକ୍ଷା କରିବାକୁ ଆମକୁ ପରାମର୍ଶ ଦେଇ ହୋଟେଲର ବ୍ୟବସ୍ଥା କରାଇବାକୁ ଚାଲିଲେ। ପ୍ରାୟ 15 ମିନିଟ୍ ପରେ ସେ ଫେରି ଆସିଲେ ଓ ଏୟାରପୋର୍ଟରେ ଥିବା ହୋଟେଲରେ ହିଁ ସେ ଆମ ରହିବା ବ୍ୟବସ୍ଥା କରିଦେଇଥାନ୍ତି। ତା ସହିତ ଟ୍ରାନଜିଟ୍ ଲାଉଞ୍ଜ ଉପରେ ସେହି ବିରାଟ ହୋଟେଲ ଆଉ ଲଞ୍ଜର ପାଖରେ କୋଣରେ ଲିଫ୍ଟ ଗୋଟିଏ ଥିଲା। ତାପରେ ବିଶେଷ କିଛି ଅସୁବିଧା ହେଲାନି। ମୋ କୋଠରୀ ପାଖରେ ବାକ୍ସଟି
ଥୋଇ ଦେଇ ହୋଟେଲ ବୟ କୁଆଡେ ଅଦୃଶ୍ୟ ହୋଇଗଲା। ମୁଁ କଣ ରିସେପସନର ଚାବିକାଠି ନେଇ ରୁମ୍ ଭିତରକୁ ଗଲି। ବେଶ ଆରାମପ୍ରଦ କୋଠରୀ, କିନ୍ତୁ ପିଇବା ପାଣି କାହିଁ? ଶୋଷରେ ତଣ୍ଟି ଶୁଖି ଯାଉଛି। ସେତିକି ବେଳେ ସେ ଭଦ୍ର ମହିଳା ପାଣି ମାଗିଲାରୁ ଉତ୍ଥାନ ବୋତଲ $1 ବୋଲି କହିଥିଲେ। ସେ କହିଲେ ଗୋଟେ ବୋଟଲ ନେବ ଯଦି ୱାନ୍ ବୋଟଲ $1, ମାନେ $1 ମାନେ 9 ଟଙ୍କା ପାଖାପାଖି ହେଲା। ଶରୀର ବିଶ୍ରାମ ଚାହୁଁଥିଲେ ମଧ୍ୟ ମନ ଚାହୁଁଥିଲା ଯେ ଘୁରି ବୁଲି ମିଶରର ପିରାମିଡ ଆଉ ମିଶରୀୟ ମାନଙ୍କୁ ଦେଖିବା ପାଇଁ। ଖଟ ଉପରେ ହାତ ଗୋଡ ଟିକିଏ ସଳଖି ନେଲା ପରେ ପୁଣି ସେଇ କଣ ଟ୍ରାନଜିଟ ଲାଉଞ୍ଜରୁ ଓହ୍ଲାଇ ଆସିଲି। କାଏରୋ ସହରକୁ 5 ରୁ 6 ମାଇଲ ଦୂରରେ ଗୋଟିଏ ପିରାମିଡ ଅଛି ବୋଲି ଶୁଣିଥିଲି। $50 ମିଶରୀୟ ମୁଦ୍ରା ଦେଇ ଟ୍ରାନଜିଟ ଭିଜା କରାଇ ନେବି ବୋଲି ଭାବୁଛି। ସେଇ ଇଣ୍ଡିଆର ଏଜେଣ୍ଟଙ୍କ ସଙ୍ଗରେ ଦେଖା ହେଇଗଲା। ଭଦ୍ରଲୋକ ମୋର ଉଦ୍ଦେଶ୍ୟ ପୁଣି ଆପଦ ମୁଣ୍ଡେଇ କାଏରୋ ସହରକୁ ଯିବାକୁ ଉଚିତ ନୁହେଁ ବୋଲି ସେ ମତେ ଦର୍ଶାଇ ଦେଲେ। ଆରବ ଅଞ୍ଚଳରେ ତ ସବୁଠି ନାନା ରକମର ଗୋଳମାଲ ଲାଗି ରହିଛି। ସେଥିପାଇଁ କଟକଣା ସବୁ ଏତେ ବେଶୀ ଯେ ରାତିରେ ବାହାରୁ ଟ୍ରାନଜିଟ ଲଞ୍ଚକୁ ନିରାପଦରେ ଫେରି ଆସିବା କୁଆଡେ ସହଜ ନୁହେଁ। ଅଗତ୍ୟା ବାହାରକୁ ନ ଯାଇ ସେ ଭିତରେ ଥିବା କସମସ ଫ୍ରି ବଜାର ଆଉ ବିଭିନ୍ନ ଦେଶରୁ ଆସିଥିବା ଯାତ୍ରୀମାନଙ୍କୁ ଦେଖିବାରେ ଲାଗିଲେ। ଆମ ଦେଶରେ ହିମାଳୟ ପର୍ବତମାଳା ଯେପରି ହଳଦିଆ ଚାଇନିଜ ଜାତି ଓ ଆମର କଣ ସାବନା ଭାରତୀୟଙ୍କୁ ଅଲଗା କରିଦେଇଛି। ଆଫ୍ରିକାରେ ସାହାରା ମରୁଭୂମି ସେପରି ମରୁଭୂମିର ଉତ୍ତରରେ ଥିବା ବାଦାମିଆ ଆରବ ଲୋକଙ୍କୁ ଓ ଦକ୍ଷିଣରେ ଥିବା କଳା ନିଗ୍ରୋଙ୍କୁ ଅଲଗା କରିଦେଇଛି। କିନ୍ତୁ ଏତିକି ତଫାତ୍ ଯେ ଏହି ମରୁଭୂମି ନୀଳ ନଦୀର ଅବବାହିକାକୁ ଦ୍ୱିଖଣ୍ଡିତ କରି ପାରିନି। ମିଶରର ଅଧିବାସୀମାନେ ତେଣୁ ବେଶ ମିଶ୍ରିତ। ୟୁରୋପୀୟ ଆରବ ଓ ନିଗ୍ରୋ ଲୋକମାନଙ୍କର ସମିଶ୍ରଣରେ କାଏରୋ ବିମାନ ବନ୍ଦର ସେଥିପାଇଁ ବେଶ ରଙ୍ଗୀନ ଜଣାପଡେ। ତହିଁରେ ପୁଣି ଆରବ ମାନଙ୍କର ନାନା ଢଙ୍ଗର ପୋଷାକ। କେଉଁ ଭଦ୍ରଲୋକ ମୁଣ୍ଡରେ ଧରା ଚାଦର ବିଛାଇ ତହିଁରେ ସରେଇ ମୋଳ ପଡି ଅଦ୍ଭୁତିଆ ଟୋପି ପିନ୍ଧିଛି ତ ଆଉ କେହି ସତେ ଯେମିତି ରୀତିମତ ମାଟି ପଲମଟିଏ ଥୋଇ ଦେଇଛି। କେହି ଫେଜ ଟୋପି ପିନ୍ଧି ଚିକଣ ଗାଲ ତଳେ ଛେଳି ଦାଢି ଝୁଲାଇଛି ତ କେଉଁ ଭଦ୍ରମହିଳା ଧରା ଆଲଖାଲାରେ ଦେହ ମୁଣ୍ଡ ଘୋଡାଇ ମାଛ ଧରା ଜାଲ ପରି ଜାଲରେ ମୁହଁଟି ଢାଙ୍କି ସେ ଭିତରୁ ଆଖି ଜୁଳୁ ଜୁଳୁ କରି ଚାହୁଁଛନ୍ତି। ପାଦରେ ହାଇ ହିଲ ଜୋତା, ଯୋଉଟା କି ମୋଟା ମୋଟା ହିଲଗା ହେଲା। କିନ୍ତୁ ଦେହର ରଙ୍ଗ ଗୋରା କି କଳା କି ସାବନା ଜାଣିବା ଉପାୟ ନାହିଁ। କାହାର ଅବା ପୁରାପୁରି ୟୁରୋପିଆନ ଡ୍ରେସ। ଦେଖିଲି ବିମାନ ବନ୍ଦରରେ ଘର ଚଳାଉଥିବା ସମସ୍ତେ ମହିଳା। ମିଶରୀୟ ଝିଅମାନେ ଦେଖିବାକୁ ଉଡ଼ା ଅଧିକେ ଆମର ପଞ୍ଜାବୀ ଝିଅଙ୍କ ପରି। ଟ୍ରାଉଜର, ବୁଶ ସାର୍ଟ ଓ ବବ୍ ହେୟାର। ସମସ୍ତଙ୍କର ଆଖିର ଉପର ପତାରେ ଫିକା ନୀଳ ପଲିସ ହେଲା। ସରୁ କଳା ତା ସହିତ ଅଙ୍କାଭୁରୁ। ଆମ ଭାରତୀୟଙ୍କ ଝିଅଙ୍କର ଗାମ୍ଭୀର୍ଯ୍ୟ ନାହିଁ। କଥା କଥାରେ ଖିଁ ହସ। କସମସ ଫ୍ରି ବଜାରରେ ଦେଖିଲି କେତେ ଜିନିଷ ଅତି ଶସ୍ତା। ଟେପ ରେକର୍ଡର ଯେଉଁ କେସେଟ ଆମ ଭାରତରେ 40 ରୁ 50 ଟଙ୍କା, ଏଇଠି ତାର ଦାମ କେବଳ 10 ରୁ 12 ଟଙ୍କା। ଜେଇସ ୟସିକା ପରି କ୍ୟାମେରା ଗୁଡ଼ିକର ଦାମ ମଧ୍ୟ ପ୍ରାୟ ଅଧାଅଧି କିଣିନେଲେ ଆମର ଦେଶରେ ଏସବୁ ସହଜରେ ପୁରାଇ ଦେବେନି। ଆଉ ଯଦି ଛାଡ଼ିଦେବେ କଷ୍ଟମ ସଢି ଉଠି ଏମିତି କଷିଦେବେ ଯେ ସେଥିରେ 6 ଟଙ୍କା ଘୋଡାକୁ 9 ଟଙ୍କା ଦାନା ହୋଇଯିବ। ସେ କଥା ମୁଁ ଜାଣେ। ତଥାପି ଭାରତ ଫେରିଲା ବେଳେ ଏଥିରୁ ଗୁଡାଏ କିଣିନେବି ବୋଲି ଠିକ କରି କେତୋଟି କ୍ୟାସେଟ ଆଉ କେତେ ପିକ୍ଚର ପୋଷ୍ଟକାର୍ଡ ଧରି ମୋ ହୋଟେଲ ରୁମକୁ ଫେରିଗଲି। ଫେରିଯିବା ବାଟରେ ହିଁ ମୋର ରାତ୍ର ଭୋଜନ ଶେଷ କରି ସାରିଥିଲି ଓ କୋଠରୀରେ ପହଞ୍ଚିଲା ବେଳକୁ ଶରୀର ସଙ୍ଗରେ ମୋର ମଧ୍ୟ ଏମିତି ଅବଶ ହୋଇଯାଇଥିଲା ଯେ
ଖଟରେ ଗଡ଼ିଲା କ୍ଷଣି ଗଭୀର ନିଦରେ ଶୋଇପଡ଼ିଲି। ସକାଳେ ଯେତେବେଳେ ମୋର ନିଦ ଭାଙ୍ଗିଗଲା ଦେଖିଲି ବାହାରେ ବେଶ କଣ ଫର୍ଚ୍ଚା ଦିଶୁଛି। 6 କି 6:30 ହୋଇଗଲାଣି ଭାବି ତରତର ହୋଇ ଯେତେବେଳେ ଉଠି ମୋର ଘଣ୍ଟା ଦେଖିଲା ବେଳକୁ ସମୟ ହେଉଛି 4ଟା। ଭାବିକି ମୋ ଘଣ୍ଟା ବୋଧହୁଏ ବନ୍ଦ ହୋଇଯାଇଛି। ସକାଳର ସବୁ ଦୈନନ୍ଦିନ କାମ ସାରିଦେଲି। ବ୍ରେକଫାଷ୍ଟ ଖାଇଲା ବେଳେ କିନ୍ତୁ ବୁଝିପାରିଲି ଯେ ମୋର ଘଣ୍ଟାର କିଛି ଦୋଷ ନାହିଁ। ମୋର ଦିଗନ୍ତର ପରିଣତି ବୋଧହୁଏ ଆ, କଣ କାୟରରେ ଭୋର 4:30 ବେଳକୁ ଖଳା ପଡ଼ିଯାଏ। 4ଟା ବେଳେ ଚାରିଆଡ଼େ ଫର୍ଚ୍ଚା ଦିଶିବା ତେଣୁ ସ୍ୱାଭାବିକ କଥା। ମୁଁ ନ ଜାଣି ତରବର ହେଉଥିଲି। ଜାଣିଲା ପରେ ପୁଣି ପୁଣି ଥରେ ଶୋଇବା ପ୍ରଶ୍ନ ନଥିଲା। ଟ୍ରାନଜିଟ୍ ଲାଉଞ୍ଜକୁ ଯାଇ ଭିନ୍ନ ଭିନ୍ନ ଦିଗରୁ ସକାଳେ ପହଞ୍ଚିବା ଯାତ୍ରୀଙ୍କୁ ଦେଖି ଭାବି ସଫା ସଫା ହାୱାଇଏନ୍ ସାର୍ଟ ଖଣ୍ଡିଏ ଯେତେବେଳେ ପିନ୍ଧିଲି ଦେଖିଲି ସେଥିରେ ଦିଓଟି ବଟମ ନାହିଁ ବା ଯୋଉ ଡ୍ରେସଟାରେ ଇଏ ନାହିଁ, ଯୋଉଟା ବଟମ ହେଲା। ଆଫ୍ରିକା ଯାତ୍ରା ପାଇଁ ଜିନିଷ ସଜାଡ଼ିଲା ବେଳେ ମୋର ସ୍ତ୍ରୀ ଗୋଟିଏ ସିଲାଇ ପୁଣି ହାତ ବାକ୍ସଟିଏ ରଖିଦେଇ ଶୁଣାଇ ଦେଇଥିଲେ ଯେ ସେ ମୁଣିରେ ଛୁଞ୍ଚି ସୂତା ଓ ନାନା ସାଇଜର ବୋତାମ ସବୁ ରହିଛି। ଦରକାର ହେଲେ ବୋତାମ ବୋଧହୁଏ ନିଜେ ଟିପି ନେଇ ପାରିବ ବୋଲି ଟିପଣି ମଧ୍ୟ କାଟି ଦେଇଥିଲେ। ଏ ମହିଳାମାନଙ୍କର ଧାରଣା ଯେ ଆମ ପୁରୁଷମାନଙ୍କର ହାତରେ ଖଡ଼ା ବି ସିଝେନି। ଆଉ ଖଣ୍ଡିଏ ବୋତାମ ଥିବା ସାର୍ଟ ନ ପିନ୍ଧି ମୁଁ ହଠାତ୍ ଠିକ କଲି ଯେ ଏଇ ସାର୍ଟରେ ହିଁ ବୋତାମ ଦିଟା ଲଗାଇବି। ଆଉ ମୁଁ ନିଜେ ଲଗାଇଥିବା ବୋତାମ ବାଲା ସେଇ ସାର୍ଟ ପିନ୍ଧି ବୁଲିବାକୁ ବାହାରିବି। ଛୁଞ୍ଚିଟି କାଢ଼ି ଫଡ଼ରେ ସୂତା ଗଡ଼ାଇଲି। ଦେନ୍ ସୂତା ଫଡ଼ ଭିତରେ ନ ପଶି କେଉଁଠି ଲାଗିଲା କେଜାଣି ଆବୁ ପରି ହୋଇଗଲା। ତାକୁ ଟାଣି ଆଣି ସୂତା ମୁହଁରେ 2 ଆଙ୍ଗୁଠିରେ ଘଷି ଗଜିଆ କରି ଆମେ ଯେମିତି ସୂତାକୁ ଆମେ ଛୁଞ୍ଚିରେ ଗଳାଗଲା ସେମିତି ଆଉ ଥରେ ପୁଣି ଫଡ଼ ଭିତରେ ପୁରାଇଲି। ସୂତାଟି ଏଥର ସିଧା ପଶିଗଲା। ଛୁଞ୍ଚି ଛାଡ଼ି ସେ ସୂତା ଖିଅକୁ ଯେତେବେଳେ ଟାଣିବାକୁ ଗଲି ଜାଣିଲି ଯେ ସୂତା ବାହାରେ ଯାଇଛି, ଫଡ଼ ଭିତରେ ନୁହେଁ। ସେଇପରି ତାପରେ ଆଉ ଥରେ ସେ କଣ କଲା, ଛୁଞ୍ଚିକୁ ତଳୁ ଗୋଟେ ପୁଣି ଚେଷ୍ଟା କଲି। ସୂତା କେତେବେଳେ ଡାହାଣ ଆଡ଼େ, କେତେବେଳେ ବାଁ ଆଡ଼େ, କେତେବେଳେ ତଳେ ଆଉ କେତେବେଳେ ଉପରେ ଗଳିଯାଏ ସିନା, କିନ୍ତୁ ଫଡ଼ ଭିତରେ ଯିବାକୁ ନାରାଜ। ପାଟିରେ ଅଦା କରି ପୁଣି ଆଙ୍ଗୁଠିକୁ ଘଷି ଗଜିଆ କଲି, ତଥାପି ସେଇ ଅବସ୍ଥା। ସୂତା କେମିତି ଗୋଲ ହୋଇଯାଏ। ବାଇବେଲର କଥା ଟିକେ ମନେ ପଡ଼ିଗଲା। ଛୁଞ୍ଚି ମୁହଁରେ ଅଟୋ ଗଡ଼ିବା ଠାରୁ ସ୍ୱର୍ଗପୁରୀର ଗେଟ୍ ଭିତରେ ଧନୀ ଲୋକ ପଶିବା କୁଆଡ଼େ ଆହୁରି କଠିନ। ଭାବିଲି ଯିଏ ବି ପ୍ରଥମେ ଏଇ ଛୁଞ୍ଚି ମୁହଁରେ ଅଟୋ ଗିଳିବା କଥା କଳ୍ପନା କଲେ ସେ ନିଶ୍ଚୟ ଏମିତି ଛୁଞ୍ଚି ମୁହଁରେ ସୂତା ଗଡ଼ାଇବାକୁ ଯାଇ ନାକେଦମ ହୋଇଥିବେ। ଆଉ ସେ ମୁହଁରେ ବଳଦ କି ଗଧ ପଶିବା କଥା ନ କହି ଅଟୋ କଥା ଯେତେବେଳେ କହିଛନ୍ତି ସେ ବି ଏମିତି ମିଶର ପରି କୌଣସି ଅଟୋବାଲା ରାଜ୍ୟରେ ହିଁ ଛୁଞ୍ଚିରେ ସୂତା ଗଡ଼ାଇବାକୁ ଯାଇ ଦୁରାବସ୍ଥା ଭୋଗିଥିବେ। ଆମର ଭାଗବତର ପଦଟିଏ ମଧ୍ୟ ମୋର ମନେ ପଡ଼ିଗଲା ଯେ ତୁ କୃପା କଲେ ନରହରି, ପଙ୍ଗୁ ହିଁ ଲଙ୍ଘିପାରେ ଗିରି। ମନେ ମନେ ଏହି ଦୁଇ କଥାକୁ ତୁଳନା କରି ପଙ୍ଗୁଗିରି ଲଙ୍ଘିବା ଆଉ ଛୁଞ୍ଚି ମୁହଁରେ ଅଟୋ ଗଳିବାକୁ ଓଜନ କରୁଛି। ହଠାତ୍ ଆବିଷ୍କାର କଲି ଯେ ମୋ ଛୁଞ୍ଚି ଫଡ଼ରେ ସୂତା ଗଡ଼ିଯାଇଛି। ସମୟ ହେଉଛି 9ଟା ହୋଇନି ହେଲା। ତଳକୁ ଯିବାକୁ ଆଗରୁ ସୁଟକେସରୁ ସବୁ ଜିନିଷ ବାହାର କରି ସେ ସବୁକୁ ଭଲ କରି ସଜାଡ଼ି ନେଲି। ଆଉ ମେରୁଦଣ୍ଡ ଟିକିଏ ସଳ ଖାଇବା ଉଦ୍ଦେଶ୍ୟରେ ଖଟରେ ପୁଣି ଥରେ ଗଡ଼ି ପଡ଼ିଲି। ଯେହେତୁ ବସି ବସି ସେ ତାଙ୍କର ପିଠି ମାନେ ବଙ୍କା ହେଇଯାଇଥିଲା, ସେଥିପାଇଁ ସେ ଟିକେ ମେରୁଦଣ୍ଡକୁ ସିଧା କରିବା ପାଇଁ ଆଉ ଥରେ ଶୋଇଗଲେ। ହଠାତ୍ ଯେତେବେଳେ ମୋର ଛାଇ ନିଦ ଭାଙ୍ଗିଲା ଦେଖିଲି ସମୟ ପ୍ରାୟ 11ଟା ହେବାକୁ ଯାଉଛି। କାୟର ପରେ ସହରରେ ଏମିତି ସମୟ ନଷ୍ଟ କରୁଛି ଭାବି ଧଡ଼ପଡ଼ ହୋଇ ଉଠି କୋଠରୀର କବାଟ ବନ୍ଦ କଲି। ଆଉ ରିସେପସନରେ ଚାବିକାଠି ଛାଡ଼ି ଦେଇ ଟ୍ରାନଜିଟ୍ ଲଜକୁ ଓହ୍ଲାଇ ଗଲି। ସକାଳ ବେଳେ ଗୋଟେ ଉଡ଼ାଜାହାଜ ଆସି ଅନେକ ଯାତ୍ରୀ ଛାଡ଼ି ଦେଇ ଗଲାଣି। ଟ୍ରାନଜିଟ୍ ଲଞ୍ଚ ଲୋକାରଣ୍ୟ, ନାନା ଦେଶର ଲୋକ ନାନା ଢଙ୍ଗରେ ପୋଷାକ ପିନ୍ଧିଛନ୍ତି। ସେ ସବୁ ଦେଖି ଦେଖି ଆଗେଇ ଯାଉଛି। ହଠାତ୍ ଦେଖିଲି ଗୋଟେ ଲମ୍ବା କ୍ୟୁ ମାନେ ହଠାତ୍ ଲମ୍ବା ଗୋଟେ ଧାଡ଼ି ଥିଲା।
ଜଣେ ଭାରତୀୟଙ୍କୁ ସେଇ କ୍ୟୁରେ ଦେଖି ତାଙ୍କର ସାଙ୍ଗରେ କଥା ହେଉ ହେଉ ଜାଣିଲି ଯେ ସେଇ ଧାଡ଼ିରେ ସେ ମଧ୍ୟ ଯାଇକି ଠିଆ ହେଇଗଲେ ହେଲା। ଦେଖନ୍ତୁ ଆଗ୍ରା ଯିବା ପ୍ଲେନ୍ ଯାତ୍ରୀଙ୍କର ସିକ୍ୟୁରିଟି ଚେକ୍ ପାଇଁ ଏଇ କ୍ୟୁଟି ହେଇଥିଲା। ମୁଁ ବି ତ ଆଗ୍ରା ଯିବି, ମୋର ପ୍ଲେନ୍ ଯାଇ 2ରୁ 30। ସେ କାହିଁକି ବାଳବେରର ପ୍ଲେନରେ ଯାଉଛନ୍ତି ବୁଝିବାକୁ ଯାଇ ଯାହା ଶୁଣିଲି ମୋ ଛାତିରେ ପବନ ଅଟିଗଲା। ସେ କହିଲେ ଯେ ଆଗ୍ରା ଯିବା ପାଇଁ ମାତ୍ର ଗୋଟିଏ ହିଁ ପ୍ଲେନ୍, ଆଉ ତା ଟାଇମ୍ ହେଉଛି କ'ଣ 12ଟା, 2ଟା 30 ନୁହେଁ। ବୋଧହୁଏ ସମୟ ବଦଳି ଯାଇଥିବା କଥା ନ ଜାଣି କ'ଣ ଦିଲ୍ଲୀରେ ଏଥର ଏୟାର ଇଣ୍ଡିଆ ମୋ ଟିକଟରେ 2ଟା 30 ବୋଲି ଲେଖିଦେଇଛି। ମୁଁ ତ ପୂର୍ବଦିନ ସନ୍ଧ୍ୟାରେ କ'ଣ ଇଜିପ୍ସିଆନ ଏୟାରଲାଇନ୍ସରେ ବୁଝିଥିଲି ଓ ସେମାନଙ୍କର ନିର୍ଦ୍ଦେଶ ମତେ ଟିକଟ ଓ ପାସପୋର୍ଟ ସେମାନଙ୍କର ପାଖରେ ଛାଡ଼ି ଦେଇ ଆସିଥିଲି। ଏମାନେ ତ ଏଇ 2ଟା 30 ଲେଖା ଥିବା କଥା ଦେଖି ମଧ୍ୟ କିଛି ବି କହିନଥିଲେ। ଏଇ ପ୍ଲେନ୍ ଯଦି ଧରି ନ ପାରିବି ମୋ ଅବସ୍ଥା ଯେ କ'ଣ ହେବ। ଇଜିପ୍ସିଆନ ଏୟାରଲାଇନ୍ସର କାଉଣ୍ଟରକୁ ଦୌଡ଼ିଲି। ସେମାନେ ବୋଧହୁଏ ମତେ ଖୋଜୁଥିଲେ। ମୋର ପାସପୋର୍ଟ ଓ ଟିକଟ ଦେଇ ଆଗ୍ରା ପ୍ଲେନ୍ 12ଟାରେ ଓ ଅତି ଶୀଘ୍ର ମୋର ଜିନିଷପତ୍ର ଆଣି ବୋର୍ଡିଂ ପାସ୍ ସଂଗ୍ରହ କରିବା ପାଇଁ ମୋତେ ପରାମର୍ଶ ଦେଲେ। ମୁଁ ରୀତିମତ ଦୌଡ଼ି ଗଲି ଏବଂ ଲିଫ୍ଟ ଅପରେଟର ମୋର ଅବସ୍ଥା ଦେଖି କଥା ଠିକ୍ କ'ଣ ଠଉରାଇ ନେଲା ବୋଧହୁଏ। ହସି ହସି ଶୀଘ୍ର ବୋଲି କହିବା ଭଙ୍ଗୀ କଲା ଓ ଲିଫ୍ଟ ଉଠେଇ ନେଲା ହେଲା। ମୁଁ କିନ୍ତୁ କିଛି କ୍ଷଣ ଅପେକ୍ଷା କରିବା ପାଇଁ ଅଙ୍ଗଭଙ୍ଗୀ ସାହାଯ୍ୟରେ ଅନୁରୋଧ କଲି ଓ ରିସେପସନର ଚାବି ନେଇ କୋଠରୀରୁ ମୋର ସୁଟକେସ୍ ଓ କ'ଣ ଏଟାଜି ଘୋଷାଡ଼ି ଆଣିଲି। 10 ମିନିଟ୍ ପରେ ମୁଁ ମୋର ଲଗେଜ ନେଇ ଇଜିପ୍ସିଆନ ଏୟାରଲାଇନ୍ସର ଆଗ୍ରା କାଉଣ୍ଟରରେ ପହଞ୍ଚି ଯାଇଥିଲି ଏବଂ କିଛି ବି ଭିଡ଼ ସେଠାରେ ନଥିଲା। ସୁଟକେସ୍ ଓଜନ କରିବାରେ ଆଗ୍ରା ଗେଟ୍ ଆଗ୍ରା ଟେକ୍ ଓ ବୋର୍ଡିଂ ପାସ୍ ଦେବାରେ କିଛି ବିଳମ୍ବ ଘଟିଲାନି। ସୁବିଧା ଦେଖି ପୋର୍ଟର ମୋ ପାଖରୁ କିଛି ଅସୁଲ କରିବାକୁ ଚେଷ୍ଟା କରୁଛି ଜାଣି ସେ କାଉଣ୍ଟର ଅଫିସର ମୋର ସୁଟକେସ୍ ଶୀଘ୍ର ପ୍ଲେନ୍ ପାଖକୁ ନେଇଯିବା ପାଇଁ ନିର୍ଦ୍ଦେଶ ଦେଲେ। କ୍ୟୁର ସବୁ ଯାତ୍ରୀଙ୍କର ସିକ୍ୟୁରିଟି ଚେକ୍ ସରିନଥାଏ। ମୁଁ ବି କ୍ୟୁରେ ଠିଆ ହୋଇଗଲି। କ୍ୟୁର ଗତି ଅତି ମନ୍ଥର ଥିଲା। ସିକ୍ୟୁରିଟି ଚେକ୍ ଅଫିସର ଓ ଇମିଗ୍ରେସନ ଅଫିସରଙ୍କ ଭିତରେ କୌଣସି କାରଣରୁ ଝଗଡ଼ା ଚାଲିଥିଲା। ଏମାନଙ୍କର ସାଧାରଣ କଥାବାର୍ତ୍ତା ହିଁ କେମିତି ଗୋଟେ ଝଗଡ଼ା କଲା ବୋଲି ମନେ ହୁଏ। ଆଉ ଏମିତି ଟ ଓ ଡକୁ ତ ଓ ଦ ପରି ଉଚ୍ଚାରଣ କରୁଥିଲେ। ମଧ୍ୟ ଭାଷାରେ କୋମଳତା ଥିଲା ପରି ମନେ ହଉଥିଲା। କୋମଳତା ଥିଲା ଭଳି ମନେ ହୁଏନି, କେମିତି ଗୋଟେ କର୍କଶ ଶୁଭୁଥିଲା। ପରେ ଜାଣିଲି ଯେ ଟ୍ରାନଜିଟ୍ ପାସ୍ ସଂଗ୍ରହ କରି ନଥିବା ଯାତ୍ରୀମାନଙ୍କୁ ସିକ୍ୟୁରିଟି ବୋଲେ ଅଟକାଇ ରଖିବାକୁ ଚାହୁଁଥିବାରୁ ଇମିଗ୍ରେସନ ବାଲା ଯାତ୍ରୀମାନଙ୍କ ପାଇଁ ଲଢୁଥିଲେ। ସେଦିନ ପ୍ଲେନରେ ଚଢ଼ି ସାରିଲା ପରେ ମୁଁ ମନକୁ ମନ ଭାବୁଥିଲି ଯେ ଆମେ ଆମର ଭାରତୀୟ ସଂସ୍ଥାମାନଙ୍କର କାର୍ଯ୍ୟ ଦକ୍ଷତା ସମ୍ବନ୍ଧରେ ଏତେ ଅଭିଯୋଗ କରୁ ସତ, କିନ୍ତୁ କ'ଣ ଏୟାର ଇଣ୍ଡିଆ ଏୟାର ଇଣ୍ଡିଆ, ଇଣ୍ଡିଆନ ଏୟାରଲାଇନ୍ସ ଓ ଭାରତୀୟ ସଂସ୍ଥା ସବୁ ଏମାନଙ୍କ ତୁଳନାରେ କେତେ ଯେ କାର୍ଯ୍ୟଦକ୍ଷ ଓ କେତେ ସହାନୁଭୂତିଶୀଳ। ଗାଁ କନିଆ ସିଂଘାଣୀ ନାକି ବୋଲି ଯିଏ ବି କହିଛି ସେ ପ୍ରକୃତରେ କେତେ ଯେ ସତ କଥା ଟିକେ କହିଛି ସେଟା ମାନେ ସେମାନେ ଜଣାପଡ଼େ। ଦେଖନ୍ତୁ ଆମର ଭାରତରେ ଯେହେତୁ ଆମେ ରହୁଛୁ, ଯେଉଁ ଇଣ୍ଡିଆନ ଏୟାରଲାଇନ୍ସରେ ଆମକୁ ଲାଗେ ଯେ ସେମାନେ ବହୁତ କ'ଣ ମନ୍ଥର ଗତିରେ କାମ କରନ୍ତି, କିଛି ବୁଝାବୁଝି କରନ୍ତିନି। କିନ୍ତୁ ଯଦି ଆମେ ଅନ୍ୟ ଦେଶକୁ ଯିବା ତ ସେଠାରେ ଦେଖିବା ଯେ ଆମ ଦେଶ ଅପେକ୍ଷା ସେଠାରେ ଆହୁରି ସ୍ଲୋ ମୋସନ ହେଲା, ସେଠାରେ ଆହୁରି ଅବହେଳା କରନ୍ତି ଯାତ୍ରୀମାନଙ୍କୁ। ସେ ଭାବରେ ସେ କଥା କହିଛନ୍ତି କ'ଣ ଗାଁ କନିଆ ସିଂଘାଣୀ ନାକି। ମିଶର ଦେଶର ବୋଇଂ ବିମାନରେ ମୋର ଯାତ୍ରାର ଦ୍ୱିତୀୟ ପାଦ ଓ କାଏରୋରୁ ଆଗ୍ରା ଯାତ୍ରା ଆରମ୍ଭ ହୋଇଯାଇଥିଲା। ନୀଳ ନଦୀର ସେଇ ସବୁଜ ଉପତ୍ୟକା କିଛି କ୍ଷଣ ମଧ୍ୟରେ ଉଭିଗଲା ଆଉ ଦେଖାଗଲା ମରୁଭୂମିର ଅସରନ୍ତି ବାଦାମୀ ରଙ୍ଗ। ଯାତ୍ରାର ପ୍ରଥମ କେତେ ମିନିଟ୍ ଭିତରେ ଏଇଠି ସେଇଠି ଗୋଟିଏ ଅଧେ ଓଏସିସ୍ ବା ମରୁଦ୍ୟାନ ଆକାଶରୁ ଅତି ସୁନ୍ଦର ଦେଖାଯାଉଥାଏ। ବାଦାମୀ ଶାଢ଼ୀର ଫିକା ଶାଗୁଆର କେତୋଟି ଗୋଲ ଚିତ୍ର ଅଙ୍କନ ପରି। ଦେଖନ୍ତୁ
ଗୋଲେଇ ଭିତରେ ନାନା ଢଙ୍ଗର କେତେ କେତେ ଜ୍ୟାମିତିକ ଚିତ୍ର। ବୋଧହୁଏ କ୍ଷେତ ବାଡ଼ି ଆଉ ଘର ଗୁଡ଼ିକ ପରେ ପରେ ଏପରି ମରୁଦ୍ୟାନ ବି ଦେଖିବାକୁ କଣ ମିଳିଲାନି। କେବଳ ସେଇ ବାଦାମୀ ରଙ୍ଗର ବାଲୁକା ରାଶି ବିମାନ 28,000 ଫୁଟରୁ 30,000 ଫୁଟ ଉଚ୍ଚରେ ଉଡ଼ି ଯାଉଥିଲେ ମଧ୍ୟ ତରେ ମେଘ ନାହିଁ କି କୁହୁଡ଼ି ନାହିଁ କିମ୍ବା ବାଲିଝଡ଼ ନାହିଁ। ଭୂପୃଷ୍ଠ ବେଶ ସଫା ଦିଶୁଥାଏ, ସତେ ଯେମିତି ଆମେ ଗୋଟିଏ ଛୋଟ ଉଡ଼ାଜାହାଜରେ 3,000ରୁ 5,000 ଫୁଟ ଉପରେ ହିଁ ଉଡ଼ି ଯାଉଛୁ। ବଣ ଜଙ୍ଗଲ କିଛି ନାହିଁ, ପାହାଡ଼ ନାହିଁ, ଗଛ ନାହିଁ ଏବଂ ରାସ୍ତାଘାଟ, ନଈ ନାଳ, ଗାଁ ଗଣ୍ଡା କିଛି ନାହିଁ। କେବଳ ବାଲି ଆଉ ବାଲି। କେଉଁଠି ଗୋଟିଏ ଗୋଟିଏ ଅଧେ ବାଲି ସ୍ତୂପ କଳା ରଙ୍ଗର ଛାଇ ପରି ଦିଶୁଛି, ହୁଏତ ଟାଙ୍ଗର ଚଟାଣ। ସେତିକି ମାତ୍ର ରଙ୍ଗର ପରିବର୍ତ୍ତନ। ଘଣ୍ଟା ଘଣ୍ଟା ଧରି ସେଇ ଏକାଦୃଶ୍ୟ। ବିଶାଳ ସାହାରା ମରୁଭୂମି, ଜନପ୍ରାଣୀ ଶୂନ୍ୟ, ଉଦ୍ଭିଦ ଜୀବନ ବିହୀନ। ଆମର ଗତି ଥିଲା ଘଣ୍ଟାକୁ ସେଇ 500ରୁ 600 ମାଇଲ ବେଗରେ। ପ୍ରାୟ 2 ଘଣ୍ଟା ପରେ ମନେ ହୋଇଥିଲା ସତେ ଯେମିତି ଆମେ କୌଣସି ଟାଙ୍ଗର କଣ ଟାଙ୍ଗର ଅଧିତ୍ୟକା ଦେଇ ଯାଉଛୁ। ଅଧିତ୍ୟକାର ମୁହଁ ଠିକ ଗୋଟେ କାନ୍ଥ ପରି ପୂର୍ବରୁ ପଶ୍ଚିମକୁ ଚାଲି ଯାଇଛି। ଚୌଦ୍ୱାର ପାଖାପାଖି ମାଙ୍କଡ ପଥର କାଟି ନେଲା ପରେ ଖାଲର ଧାଡି ଯେପରି ଦିଶେ ସେପରି ଦିଶୁଥାଏ। ଆଶା କରୁଥିଲି ଏଥର ବୋଧହୁଏ ଦୃଶ୍ୟର ପରିବର୍ତ୍ତନ ହେବ, କିନ୍ତୁ ସେଇ ଟାଙ୍ଗର ଅଧିପତ୍ୟ ପରେ ପରେ ବାଲୁକା ଦେଖନ୍ତୁ କିଙ୍ଗ ସଲମନଙ୍କର ମାଇନ୍ସରେ ଚିତ୍ରିତ ରୋମାଞ୍ଚକର କାହାଣୀ ମୋର ମନେ ପଡ଼ିଗଲା। ଏ ମରୁଭୂମି ମଝିରେ ଯଦି କୌଣସି ବାଟୋଇକୁ ଛାଡ଼ି ଦିଆଯାଏ, ତାର ଯେ ଅବସ୍ଥା କଣ ହେବ ବୋଲି କଳ୍ପନା କରି ମୁଁ ନିଜେ ମଧ୍ୟ ଶିହରି ଉଠିଲି। ଦେଖନ୍ତୁ, ମରୁଭୂମିର ଅସରନ୍ତି ବାଲୁକା ରାଶିରୁ ଆଖି କାଢି ଆଣି ଜାହାଜ ଭିତରୁ ବୁଲାଇ ଆଣିଲି। ଆଉ ଗୋଟେ ଦୃଶ୍ୟ ଦେଖାଯାଉଥିଲା ଯେ ନାଇଜେରିଆ ଯାଉଥିବା ଜଣେ 2 ଜଣ ଭାରତୀୟ ଏବଂ କେତେ ଜଣ ଲେବାନିଜକୁ ଛାଡ଼ିଦେଲେ। ଉଡ଼ାଜାହାଜର ସବୁ ଯାତ୍ରୀ ନିଗ୍ରୋ ହେଲା। ସେ ସାଧାରଣ ଭାରତୀୟଙ୍କ ତୁଳନାରେ ଏମାନେ ଦେଖିବାକୁ ବେଶ ବଡ଼ ଭଦ୍ର ମହିଳା ମାନେ, ବିଶେଷ କରି ପୃଥୁଳକାୟା। କଳା ଦେହରେ ମୋଟା ଓଠ, ଚଉଡ଼ା ନାକ, ଛିଟ ଘଡ଼ଇର ଢଙ୍ଗା ମୁଣ୍ଡ ଏବଂ ବଡ଼ ବଡ଼ ହ୍ୟାଣ୍ଡବ୍ୟାଗ ସେମାନଙ୍କ ରୂପକୁ ଆହୁରି ବୃଷାଳ କରି ତୋଳି ଧରେ। ମୋର ସାମ୍ନା ସିଟରେ କିନ୍ତୁ ଯେଉଁ 2 ଜଣ ଝିଅ ବସିଥିଲେ ସେମାନେ ବେଶ ପତଳା ଥିଲେ। ଝିଅଙ୍କର କଣ୍ଟା ପରି ମୁଣ୍ଡର ସବୁ ବାଳରୁ ଅଜସ୍ର ସରୁ ବେକ କରି ଜଣେ ସେ ସବୁକୁ କ୍ଷେତରେ ଧାନ ରୋଇଲା ପରି ଠିଆ କରାଇ ଦେଇଥାଏ, ତ ଅନ୍ୟ ଜଣକ ସେ ସବୁ ବେଣୀକୁ ଏପାଖରୁ ସେ ପାଖ ଆଉ ଉପରୁ ତଳକୁ ଗୁନ୍ଥି ନେଇଥାଏ। ମନେ ହେଉଥାଏ ଯେ ସତେ ଯେମିତି କେହି ବି ମୁଣ୍ଡକୁ ଛକି ଛକି କରି ଖିଅର କରି ପକାଉଛି। ମଣିଷର ସୌନ୍ଦର୍ଯ୍ୟ ଜ୍ଞାନ ସତେ କେମିତି ଆପେକ୍ଷିକ, ଯାହାକି ଜଙ୍ଗଲର ଆଖିକୁ ସୁନ୍ଦର ଜଣାପଡ଼େ, ଅନ୍ୟ ଜଣଙ୍କୁ ହୁଏତ ସେ ଦିଶେ ବିଭତ୍ସ। ଏମାନଙ୍କର ଆଖି ଆଉ ଦାନ୍ତର ସେଟ୍ କିନ୍ତୁ ଭାରି ସୁନ୍ଦର। ଆଖି ହରିଣୀ ଆଖି ପରି ବଡ଼, ଚକଚକିଆ, ଧଳା ଆଉ ଅତି କଣ। ଏମାନଙ୍କୁ ଦେଖି ମୋର ମନେ ପଡ଼ିଯାଉଥିଲା ଯେ ଅଙ୍କଲ ଟମ୍ସ କେବେନ୍ ମଇଁଷି ପାଖରୁ ତା ବାଛୁରୀକି ଛଡ଼ାଇ ନେଲା ପରି ଆରବ ଲୋକେ ଏଇ ବିଶାଳ ନିଗ୍ରୋ ବାପ ମାଙ୍କର ପାଖରୁ ଏମିତି କଅଁଳିଆ ପୁଅ ଝିଅଙ୍କୁ ଜବରଦସ୍ତି ଛଡ଼ାଇ ନେଇ ମିଶର ଆଉ ସୁଡାନର ବଜାରମାନଙ୍କର କେମିତି ଅଲଗା ଅଲଗା କରି ବିକ୍ରି କରିଦେଉଥିଲେ। ହିଂସ୍ର ବେପାରୀମାନଙ୍କର କଠୋର ଆଉ ନିର୍ଦ୍ଦୟ ଚାବୁକ କେଉଁଆଡ଼େ ପଳାଇଯିବାର ଉପାୟ ନାହିଁ। ଏକ ପାଖରେ ଗଭୀର ସମୁଦ୍ର, ଅନ୍ୟ ଚାରିଆଡ଼େ ଏହି ସ୍ୱର୍ଗରାଶି ସାହାରା। 3 ଘଣ୍ଟାକାର ଏହି ଦୃଶ୍ୟ ଦେଖି ଦେଖି ଆଉ ନାନା କଥା ଭାବି ଭାବି ମୁଁ କେତେବେଳେ ଯେ ଘୁମେଇ ପଡ଼ିଲି ଜାଣିନି। ଚା ଖାଇବା ପାଇଁ ଏୟାର ହୋଷ୍ଟେସ୍ ଯେତେବେଳେ ଉଠାଇଲେ, ଦେଖିଲି ଦୃଶ୍ୟର ପରିବର୍ତ୍ତନ ଘଟିଯାଇଛି।
କାଁ ବା କେତେ ବୁଦାଳିଆ ଗଛ ଦେଖାଗଲାଣି। ଆଉ ମାଟିରେ ମଣିଷ ହାତର କାରସାଦି, ତା ସହିତ କଣ ସ୍ପୋଟା ପାନ ପ୍ଲାଣ୍ଟେସନ, କଡା ରାସ୍ତା, ଆଉ ଶେଷରେ ସୁନ୍ଦର କେନ ସହର। କେନ ସହରରେ ଆମର ବିମାନଟି ଅଧଘଣ୍ଟା ପାଇଁ ଓହ୍ଲାଇଥିଲା। ସହରଟି ନାଇଜେରିଆ ଦେଶରେ ଇସଲାମିକ ଶିକ୍ଷାର ଏକ ବିଶ୍ୱବିଦ୍ୟାଳୟ ସ୍ତରୀୟ କେନ୍ଦ୍ର। ଧୀରେ ଧୀରେ ଆମେ ଘର ଅରଣ୍ୟ ଭିତରେ ପଶି ଯାଇଥିଲୁ ଓ ନାଇଜେରିଆ ଦେଶର ସେ ଘଞ୍ଚ ଅରଣ୍ୟ ସମୟ ମୋ ଘଣ୍ଟାରେ ପ୍ରାୟ 5:30। ତଥାପି ଚକ୍ରବାର ରକ୍ତରାଗ ଓ ସୁନେଲି ରଙ୍ଗରେ ରଞ୍ଜିତ ହୋଇଗଲାଣି। ପୃଥିବୀ ପୃଷ୍ଠରେ ଛାୟା ଓ ଆଲୋକର ଲୁଚୁକାଳି ଖେଳ। ଝରଣା ଓ ନଈନାଳ ମାନଙ୍କରେ ସୂର୍ଯ୍ୟରଶ୍ମି କେମିତି ଯେ ଝଲକ ନେଉଛି, ସେ ପାଣିର ଧାର ସବୁ ତୋରର ରୂପା କିମ୍ବା ପାରଦ ପରି ଚକଚକ କରି ଆଖି ଝଲସାଇ ପୁଣି ଅଦୃଶ୍ୟ ହୋଇଯାଉଛି। ଅନ୍ୟ ସ୍ଥାନରେ ପୁଣି ଦେଖାଯାଉଛି ଯେ ସେହି ରୂପେଲି ସୂତା ବେଳେ ବେଳେ ବୁଢିଆଣୀ ଜାଲରେ ରୂପ ଧରି ହେଲା। ମଝିରେ ମଝିରେ ଛୋଟ ଛୋଟ ହ୍ରଦ ଏବଂ ଜଳଭଣ୍ଡାର ସବୁ ମଧ୍ୟ ଏମିତି ରୂପେଲି ପରଦାରେ ଢାଙ୍କି ହୋଇଯାଉଛି। ଆକାଶର ସୁନେଲି ରଙ୍ଗ, ଜୋରର ରୂପେଲି ଝଲକ, ସବୁଜ ଅରଣ୍ୟ, ପୃଥିବୀ ପୃଷ୍ଠରେ ଆଲୋକ ଅନ୍ଧାରର ଘଡଣୀ, ମଝିରେ ଅଙ୍କେଇ ବଙ୍କେଇ ଦାନବୀର ବିକଟାର ରୂପ ଧରି ପଡି କଣ ପଡି ରହିଛି ହେଲା। ବିରାଟ ନାଇଜର ନଦୀ, ଗୌହାଟୀ ନିକଟରେ ବ୍ରହ୍ମପୁତ୍ର ଆକୃତି ନେଇ ଅଭୁଲା ସେ ମାୟାପୁରୀର ଚିତ୍ର। ଯେତେ ମନୋରମ ସେତେ ମଧ୍ୟ ଭୟଙ୍କର। ନାଇଜେରିଆର ରାଜଧାନୀ ହେଉଛି କଣ? ଲଗସ। ଦେଖନ୍ତୁ, ନାଇଜେରିଆ ରାଜଧାନୀ ନଗସରେ ପହଞ୍ଚିଲା ବେଳକୁ ମୋର ଘଣ୍ଟାରେ କେତେ ବାଜିଥିଲା ନା 7ଟି। ତଥାପି ଚାରିଆଡେ ବେଶ ଫର୍ଚ୍ଚା ଦିଶୁଥିଲା। ବୁଝିଲି ଯେ ଲୋକାଲ ଟାଇମ ମାତ୍ର 5ଟା। ଠିକ ଆଟଲାଣ୍ଟିକ ମହାସାଗର କୂଳରେ ଏହି ଲେଗୋସ ସହରଟି। ପଶ୍ଚିମ ଆଫ୍ରିକାରେ ସବୁଠି ସମୃଦ୍ଧିଶାଳୀ ଦେଶର ସର୍ବଶ୍ରେଷ୍ଠ ନଗରୀ। ଆମେ ସେଇଠି 3 ମିନିଟ ରହିବା କଥା, ପ୍ରାୟ ଘଣ୍ଟେ ରହିଗଲୁ। ସେ ଭିତରେ 4ଟି ବୋଇଂ ଉଡାଜାହାଜ ଲଗେଜର ବିମାନ ଘାଟିରେ ଅବତରଣ କରିଥିଲେ। ତା ସହିତ ନାଇଜେରିଆନ ଏୟାରଲାଇନ୍ସର ସାଦା ସିଧା ଧଳା ଓ ନୀଳ ରଙ୍ଗର ଘାନା ଏୟାରଲାଇନ୍ସର ଚକଚକିଆ ଲାଲ, ମିଶର ଏୟାରଲାଇନ୍ସର ଧରା ଉପରେ ଫଏନିକ୍ସ ଚିହ୍ନ, ତା ସହିତ ମିଡଲ ଇଷ୍ଟ ଏୟାରଲାଇନ୍ସ ଧରା ଓ ଲାଲ ଝରକା ଧାଡି ଉଡାଜାହାଜ ମାନଙ୍କର ସ୍ୱତନ୍ତ୍ରତା ଚିହ୍ନାଇ ଦେଉଥାଏ। ସେଦିନ ନାଇରୋବି ଦେଇ ଆମର ଏୟାର ଇଣ୍ଡିଆ ମଧ୍ୟ ପହଞ୍ଚିବା କଥା ସପ୍ତାହକୁ ଦିନେ। ସେ ଉଡାଜାହାଜ କିନ୍ତୁ ପହଞ୍ଚି ନଥାଏ। ଲଗସ ବନ୍ଦରରେ ମଧ୍ୟ ଜଳଜାହାଜ ମାନଙ୍କର ସେପରି ଭିଡ଼। ଶୁଣିଲି ଏ ଅଞ୍ଚଳରେ କେବଳ ନାଇଜେରିଆରେ ହିଁ ପେଟ୍ରୋଲିୟମ ରହିଛି। ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦ ସଙ୍ଗରେ ଏହି ପେଟ୍ରୋଲିୟମ ଦୃଶ୍ୟକୁ ସମୃଦ୍ଧିଶାଳୀ କରିଛି। ଆମର ଉଡାଜାହାଜର ପ୍ରାୟ ସବୁ ଯାତ୍ରୀ ଏଇଠି ଓହ୍ଲାଇ ଗଲେ। କେବଳ 7 ରୁ 8 ଜଣ ଧରି ଆମର ବିମାନ ଲଗସରୁ ଆକ୍ରା ଅଭିମୁଖରେ ଯାତ୍ରା କଲା, ପ୍ରାୟ ସମୁଦ୍ରକୂଳ ଉପର ଦେଇ। ଛୋଟ ଛୋଟ ସ୍ୱାଧୀନ ଦେଶ ଡାହେମି ଓ ଟୋଗୋ ଉପର ଦେଇ ଘାନାର ରାଜଧାନୀ ଆକ୍ରାରେ ପହଞ୍ଚିଲା ବେଳକୁ ଅନ୍ଧାର ହୋଇ ଆସୁଥାଏ। ସେମାନଙ୍କର ଲୋକାଲ ଟାଇମ ସନ୍ଧ୍ୟା 7ଟା। ମୁଁ ଆକ୍ରାରେ ସେଦିନ ସେଇ ଉଡାଜାହାଜରେ ପହଞ୍ଚିବି ବୋଲି ଦିଲ୍ଲୀରୁ କେବଳ କରାହୋଇଥିଲି। ମୁଁ ତେଣୁ ଆଶା କରୁଥିଲି ଯେ ଆମ ଇଣ୍ଡିଆନ ହାଇ କମିଶନରୁ କେହି ବି ମୋତେ ନେବା ପାଇଁ ବିମାନ ବନ୍ଦରକୁ ଆସିଥିବେ, କିନ୍ତୁ କୌଣସି ଭାରତୀୟଙ୍କୁ ଦେଖିଲିନି। ଭାଗ୍ୟକ୍ରମେ ଏୟାର ଇଣ୍ଡିଆର ଜଣେ ଲୋକାଲ ଏଜେଣ୍ଟ ଆଫ୍ରିକାନ ଭଦ୍ର ମହିଳାଙ୍କର ଦେଖା ମିଳିଲା। ତାଙ୍କର ସାଙ୍ଗରେ ଯାଇ ମୁଁ ଇମିଗ୍ରେସନରେ ଆକ୍ରାରେ 3 ଦିନ ରହିବା ପାଇଁ ଅସ୍ଥାୟୀ ଭିସା କରାଇ ନେଲି। ସୁଟକେସ ସଂଗ୍ରହ କରି କସ୍ମସ ଚେକ୍ ସାରି ମୁଁ ଯେତେବେଳେ ଇଣ୍ଡିଆନ ହାଇ କମିଶନକୁ ଫୋନ କଲି, ଶୁଣିଲି ଆମର ହାଇ କମିଶନର ମିସ୍ ମୁଆମ୍ମା 2 ଦିନ ଆଗରୁ ତାଙ୍କର ମାଙ୍କର ମୃତ୍ୟୁ ଯୋଗୁଁ ଭାରତ ଯାଇଛନ୍ତି। ଫାଷ୍ଟ ସେକ୍ରେଟାରୀ ଶ୍ରୀ ଦୟାଲ ଏବେ ବି ଚାର୍ଜ ଡି ଏଫଆଇଆର ଭାବରେ ହାଇ କମିଶନର ଦାୟିତ୍ୱ ତୁଲାଇଛନ୍ତି। ତାଙ୍କୁ ଫୋନ କଲି କିନ୍ତୁ ପାଇଲିନି। ଟ୍ୟାକ୍ସିଟିଏ
ଡାକଲା ବେଳକୁ ସେଇ ହାଇ କମିଶନ ଅଫିସରକୁ 4 ସେଡି ବୋଲି କହିଲା। ଦେଖନ୍ତୁ 1/15 ସେ 1 ଆମେରିକାନ ଡଲାର ହେଲା ବା ହାଫ୍ ହାଫ୍ ଯୋଉଟାକି 1 ଆମେରିକାନ ଡଲାର। ଟ୍ୟାକ୍ସିରେ ଯେତେବେଳେ ହାଇ କମିଶନର ଗେଟ୍ରେ ପହଞ୍ଚିଲି, ମୋତେ ବିମାନ ବନ୍ଦରରୁ ଆଣିବା ପାଇଁ ହାଇ କମିଶନର ଗାଡ଼ି ସେଠାରୁ ବାହାରୁଥାଏ। ମୋର ମନେ ଭାବିଲି ଆମ ଭାରତୀୟ ଦୂତାବାସ ଗୁଡ଼ିକ ବୋଧହୁଏ ସବୁଥିରେ ଲେଟ୍। ଟ୍ୟାକ୍ସି ବାଲା 4 ସେଡି ପାଇଁ ମଧ୍ୟ ସନ୍ତୁଷ୍ଟ ନୁହେଁ ଜାଣି ହାଇ କମିଶନରଙ୍କର ପିଏ ତାଙ୍କୁ 2 ସେଡି ଜାଗାରେ 4 ସେଡି ଦେଲୁଣି ବୋଲି ଧମକାଉଥିବା ବେଳେ ଶ୍ରୀ ଦୟାଲ ସେଠାରେ ପହଞ୍ଚିଗଲେ। ସେ ଦୁଃଖ କହିଲେ ଯେ ପ୍ଲେନ୍ 8:30 ପହଞ୍ଚିବା କଥା ଜାଣି ତାଙ୍କର ଗାଡ଼ି ଯିବାରେ ଡେରି ହେଲା। ସେଇ ପରିବର୍ତ୍ତିତ ପ୍ଲେନ୍ ଟାଇମ୍ସର ପରିମାର ଅନ୍ଧକାରଚ୍ଛନ୍ନ ମହାଦେଶର ପଶ୍ଚିମ ଅଞ୍ଚଳରେ ମୋର ଏହି ପ୍ରଥମ ପଦାର୍ପଣ। ଭାରତୀୟଙ୍କର ଗହରରେ ମୁଁ ବେଶ୍ ନିତ୍ୟାନ୍ତ ହୋଇସାରିଥିଲି। ମିସ୍ ମୁଥାମ୍ମା ମୋତେ ପରାମର୍ଶ ଦେବା ପାଇଁ ଗୋଟିଏ ନୋଟ୍ ଛାଡ଼ି ଯାଇଛନ୍ତି ବୋଲି କହି ଶ୍ରୀ ଦୟାଲ ତାଙ୍କର ଘରେ ରାତ୍ର ଭୋଜନ ପାଇଁ ମୋତେ ନିମନ୍ତ୍ରଣ କଲେ। ଆଉ କହିଲେ ଯେ ଆଗ୍ରାରେ ମୋର ରହିବା ପାଇଁ ହୋଟେଲ ବନ୍ଦୋବସ୍ତ କରାହୋଇଛି ହେଲା। ମୁଁ ତାଙ୍କୁ ଅଶେଷ ଧନ୍ୟବାଦ ଦେଇ ତାଙ୍କ ସାଙ୍ଗରେ ଘରକୁ ଚାଲିଲି। ତ ପିଲାମାନେ ଏଇଠି ତମର ସରିଲା ଦ୍ୱିତୀୟ ପରିଚ୍ଛେଦଟି। ଆମେ ନେକ୍ସଟ ଭିଡ଼ିଓ ମାଧ୍ୟମରେ ତାର ତୃତୀୟ ପରିଚ୍ଛେଦଟି ସମ୍ପୂର୍ଣ୍ଣ ଭାବରେ ଆଲୋଚନା କରିବା। ତ ଚାଲନ୍ତୁ, ଧନ୍ୟବାଦ।